2026 ମସିହା ମାର୍ଚ୍ଚ ମାସ 22 ତାରିଖରେ ମୁକ୍ତିମୁଖ୍ୟ କ୍ଲାସରେ ଶ୍ରୀ ଭଗବାନ ପ୍ରଦାନ କରିଥିବା ଜ୍ଞାନର ଓଡ଼ିଆ ଅନୁବାଦ। ପ୍ରଥମ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ବିଶ୍ୱସ୍ତରୀୟ ପରମାଣୁ ଯୁଦ୍ଧ ହେଲେ ବିଶ୍ୱରେ କ'ଣ ଘଟିବ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ଆପଣଙ୍କ ସହିତ ଭୌତିକ ରୂପରେ କ'ଣ ଘଟିବ ତାହାର ଉତ୍ତର ବିଜ୍ଞାନ ଦେଇପାରିବ। ମୋତେ ସେ ବିଷୟରେ କହିବାର ଆବଶ୍ୟକତା ନାହିଁ। ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖିଲେ ମାନବ ଜାତିର ଅଧିକାଂଶ ଭୂତ ଓ ଆତ୍ମା ହୋଇଯିବେ। ଯେଉଁମାନେ ଅଧିକ ବିକଶିତ ସେମାନେ ଆତ୍ମା ହୋଇଯିବେ। ଯେଉଁମାନେ କମ୍ ବିକଶିତ ସେମାନେ ଭୂତ ହୋଇଯିବେ। ଯଦି ପରମାଣୁ ଯୁଦ୍ଧ ହେବ ଏହା ମାନବ ଜାତିର ଏହି ସ୍ଥିତି ହେବ। ତେଣୁ ଆମେ ଚାହୁଁଛୁ କେବେ ହେଲେ ପରମାଣୁ ଯୁଦ୍ଧ ନ ହେଉ। ଧନ୍ୟବାଦ ଶ୍ରୀ ଭଗବାନ। ଦ୍ୱିତୀୟ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ନିଜ ଅନ୍ତର୍ଜଗତ ଦେଖିବା ଏବଂ ଯାହା ଅଛି ସେହି ସ୍ଥିତିରେ ରହିବା ହେଉଛି ପ୍ରଥମ ଏବଂ ଶେଷ ପଦକ୍ଷେପ। ଶ୍ରୀ ଭଗବାନ ନିରନ୍ତର ଭାବରେ ବାରମ୍ବାର ଆମକୁ ଏହି ଶିକ୍ଷା ଦେଇଛନ୍ତି। ଏହା ସହିତ ନକାରାତ୍ମକ ଭାବନା ଏବଂ ଚିନ୍ତାଧାରାକୁ ପରିଚାଳନା କରିବାର ସବୁଠାରୁ ଭଲ ଉପାୟ ହେଉଛି ସେଗୁଡ଼ିକୁ କେବଳ ଜଣେ ପର୍ଯ୍ୟବେକ୍ଷକ ଭାବରେ ଦେଖିବା। ଯଦି ଏହା ଆମର ସମସ୍ତ ସମସ୍ୟାର ସମାଧାନ ବା ଏକମାତ୍ର ମହୌଷଧି ତେବେ ନିଜକୁ ଦେଖିବା ଏତେ କଷ୍ଟକର କାହିଁକି? ଶ୍ରୀ ଭଗବାନ ଆମ ମନ ଲାଭ ଏବଂ କ୍ଷତିକୁ ବୁଝିଥାଏ। ଦୟାକରି ବୁଝାଇ ଦିଅନ୍ତୁ ଯେ ଯେତେବେଳେ ଆମେ ନିଜର ଅନ୍ତର୍ଜଗତକୁ ଦେଖୁନା ସେତେବେଳେ ଆମେ କିପରି ଅଗ୍ରଗତି କରୁ ଏବଂ କିପରି ହାରୁ। ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ଦେଖିବା ହେଉଛି ସବୁଠାରୁ ସହଜ ଏବଂ ସରଳ ମାର୍ଗ। ଏଥିରେ ସମସ୍ୟା ହେଉଛି ଯେ ଆପଣଙ୍କୁ ଏହା କେବେ ଶିଖାଯାଇ ନାହିଁ। ଯଦି ଆପଣଙ୍କୁ ପିଲାଦିନରୁ ଏହା ଶିଖାଯାଇଥାନ୍ତା ତେବେ ଏହା ଅତ୍ୟନ୍ତ ସହଜ ହୋଇଥାନ୍ତା। ବିଦ୍ୟାଳୟ ଗୁଡ଼ିକରେ ଏହା ଶିଖାଯିବା ଉଚିତ କିନ୍ତୁ ସେମାନେ ତାହା କରନ୍ତି ନାହିଁ। ବୟସ ବଢ଼ିବା ସହିତ ଏହା ଆପଣଙ୍କ ପାଇଁ କଷ୍ଟକର ହୋଇଯାଏ କିନ୍ତୁ ତାପରେ ମଧ୍ୟ ଏହା ପ୍ରକୃତରେ ଅଧିକ କଷ୍ଟକର ନୁହେଁ। ଆପଣଙ୍କୁ କେବଳ ଏହାକୁ ସଠିକ୍ ଭାବରେ ବୁଝିବାକୁ ହେବ। ଧରି ନିଅନ୍ତୁ ଆପଣଙ୍କ ଭିତରେ କ୍ରୋଧ ଭୟ କିମ୍ବା ଈର୍ଷା ଅଛି। ଧରନ୍ତୁ 10ଟାରୁ 10:05 ଭିତରେ ଏହି 5 ମିନିଟରେ ଆପଣଙ୍କ ଭିତରେ କ୍ରୋଧ ଈର୍ଷା କିମ୍ବା ଘୃଣା ସୃଷ୍ଟି ହେଉଛି। 10ଟାରୁ 10:05 ଭିତରେ ଆପଣ କ୍ରୋଧ ଉତ୍ପନ୍ନ କରୁଛନ୍ତି। ସେହି 5 ମିନିଟ ଭିତରେ ଦେଖିବାର ଅଛି 5 ମିନିଟ ପରେ ନୁହେଁ। ଯଦି ଆପଣ 10:05 ପରେ 10:06ରେ ଦେଖୁଛନ୍ତି ତାହେଲେ ତାହା ସଚେତନତା। ଦେଖିବା କେବଳ ସେହି 5 ମିନିଟ ମଧ୍ୟରେ ହିଁ ହୋଇଥାଏ। ଯେତେବେଳେ ସେହିପରି ଘଟଣା ଘଟୁଥାଏ ଠିକ୍ ସେହି ସମୟରେ ହିଁ ଦେଖିବା ପ୍ରକ୍ରିୟା ଘଟିବା ଦରକାର। ଭୟ ହେଉ କି କ୍ରୋଧ ସବୁ କିଛି ଗୋଟିଏ ଗୋଟିଏ ପ୍ରକ୍ରିୟା। କ୍ରୋଧ ଏକ ପ୍ରକ୍ରିୟା, ଈର୍ଷା ଏକ ପ୍ରକ୍ରିୟା, ଭୟ ଏକ ପ୍ରକ୍ରିୟା, ଚିନ୍ତା ଏକ ପ୍ରକ୍ରିୟା ଏବଂ ଘୃଣା ମଧ୍ୟ ଏକ ପ୍ରକ୍ରିୟା। ଏହି ପ୍ରକ୍ରିୟା 5 ମିନିଟ 3 ମିନିଟ କିମ୍ବା 6 ମିନିଟ ପର୍ଯ୍ୟନ୍ତ ରହିପାରେ ଏବଂ ତାପରେ ଏହା ଧୀରେ ଧୀରେ ଲୁପ୍ତ ହୋଇଯାଏ। କିନ୍ତୁ ଯେତେବେଳେ ଏହା ଘଟୁଛି ଠିକ୍ ସେହି ସମୟରେ ଆପଣଙ୍କୁ ଦେଖିବାକୁ ହେବ ଯେ କ'ଣ ଘଟୁଛି ଏବଂ ଏହା କିପରି ଘଟୁଛି। ଯଦି ଆପଣ ସେହି ସମୟ ସୀମା ଅତିକ୍ରମ କରିଯାଆନ୍ତି ଅର୍ଥାତ୍ କ୍ରୋଧ ଶାନ୍ତ ହୋଇଯାଏ
ଏବଂ ତାପରେ ଯଦି ଆପଣ ଦେଖନ୍ତି ଯେ ଏହା କ'ଣ ଥିଲା, ତେବେ ତାହା ସଚେତନତା ଅଟେ, ତାହା ଦେଖିବା ନୁହେଁ। ଯଦି ଆପଣ ପ୍ରକୃତରେ ଏହାକୁ ଦେଖିବାକୁ ଆରମ୍ଭ କରିବେ ଏବଂ ଆପଣଙ୍କ ସହିତ କ'ଣ ଘଟୁଛି ତାହା ବୁଝିବେ, ଆପଣ ଏଥିରେ ଅଭ୍ୟସ୍ତ ହୋଇଯିବେ। କାରଣ ଏହା ସହଜ ହୋଇଯାଏ ଏବଂ ଆପଣଙ୍କୁ ଅପୂର୍ବ ଅସ୍ୱସ୍ତି ମିଳିଥାଏ। ଏହା ସହିତ ଆପଣଙ୍କୁ ଏହାର ଫଳ ମଧ୍ୟ ମିଳେ। ଆପଣ ନିଜ ଭିତରେ ଶାନ୍ତି, ପ୍ରେମ ଏବଂ ଆନନ୍ଦକୁ ଆବିଷ୍କାର କରନ୍ତି ଏବଂ ଆପଣଙ୍କ ସହିତ ଅନେକ ଆଶ୍ଚର୍ଯ୍ୟଜନକ ଜିନିଷ ମଧ୍ୟ ଘଟିବାକୁ ଲାଗେ। ତେଣୁ କିଛି ସମୟ ପରେ ଆପଣ ସ୍ୱାଭାବିକ ଭାବରେ ହିଁ ଏହା କରିବାକୁ ଲାଗିବେ। ଧନ୍ୟବାଦ ଶ୍ରୀ ଭଗବାନ। ତୃତୀୟ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ସୁବର୍ଣ୍ଣ ଯୁଗ କେବେ ଏବଂ କିପରି ଆସିବ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ସ୍ୱର୍ଣ୍ଣ ଯୁଗର ଦୁଇଟି ଦିଗ ଅଛି। ଯେମିତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଗୋଟିଏ ହେଉଛି ବାହ୍ୟ ସୁବର୍ଣ୍ଣ ଯୁଗ ଏବଂ ଅନ୍ୟଟି ହେଉଛି ଆନ୍ତରିକ ବା ଆଭ୍ୟନ୍ତରୀଣ ସୁବର୍ଣ୍ଣ ଯୁଗ। ବାହ୍ୟ ସୁବର୍ଣ୍ଣ ଯୁଗ ସମ୍ଭବତଃ ଆସନ୍ତା 5 ବର୍ଷ ମଧ୍ୟରେ ଆରମ୍ଭ ହେବ। ଏବେ 2026 ମସିହା ଚାଲିଛି। ମେ 2031 ବେଳକୁ ଆପଣ ସମସ୍ତେ କହିପାରିବେ ଯେ ବାହ୍ୟ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଯାଇଛି। ତେଣୁ ଆଉ 5 ବର୍ଷ ପରେ ଆପଣ ବାହ୍ୟ ସୁବର୍ଣ୍ଣ ଯୁଗର ଆରମ୍ଭ ଦେଖିବେ। ଏହା AI, ରୋବୋଟିକ୍ସ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟର ଦ୍ୱାରା ସମ୍ଭବ ହେବ। ମୁଁ ପୂର୍ବରୁ ଅନେକ ପ୍ରସଙ୍ଗରେ ଏ ବିଷୟରେ କହିଛି, ତେଣୁ ଏହି ବିଷୟରେ ଅଧିକ ଗଭୀରକୁ ଯିବାର ଆବଶ୍ୟକତା ନାହିଁ। ଏହା ପରେ ଆନ୍ତରିକ ସୁବର୍ଣ୍ଣ ଯୁଗ ଆରମ୍ଭ ହେବ। ଏହା ହେଉଛି ଚୈତନ୍ୟର ପରିବର୍ତ୍ତନ। ଆପଣଙ୍କର ବର୍ତ୍ତମାନର ଯେଉଁ ଚୈତନ୍ୟ ଅଛି ତାହା ବଦଳିଯିବ। ବାହ୍ୟ ଜଗତ ବଦଳିଯିବା କାରଣରୁ ଆନ୍ତରିକ ସ୍ଥିତି ମଧ୍ୟ ବଦଳିବ। ସମାଜ ବଦଳିଯିବ, ସରକାର ବଦଳିଯିବେ ଏବଂ ସବୁ କିଛି ପରିବର୍ତ୍ତିତ ହୋଇଯିବ। ଫଳସ୍ୱରୂପ ଲୋକମାନେ ଅଧିକ ଶାନ୍ତିପ୍ରିୟ ହେବେ, ହିଂସା କମିବ ଏବଂ ସେମାନେ ଅଧିକ ଖୁସିରେ ରହିବେ। ସର୍ବୋପରି ସମସ୍ତେ ବିଭିନ୍ନ ସ୍ତରରେ କାରଣରହିତ ପ୍ରେମର ସନ୍ଧାନ ପାଇବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହୃଦୟ ବିକଶିତ ହେବ। ବର୍ତ୍ତମାନ ଆପଣଙ୍କ ହୃଦୟ ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଛି। ଆପଣ ହୁଏତ ପ୍ରେମ ବିଷୟରେ କହୁଛନ୍ତି, କିନ୍ତୁ ସେହି ପ୍ରେମ ମୁଁ କହୁଥିବା ପ୍ରେମ ନୁହେଁ। ସେଥିରେ ପରିବର୍ତ୍ତନ ଆସିବ। ହୃଦୟ ବିକଶିତ ହେବାର ଆପଣ ଅନୁଭବ କରିବେ। ଆପଣ ପ୍ରାୟତଃ ଭାବନାତ୍ମକ ଭାବେ ମୃତ ଅଛନ୍ତି। ଏହା କେବଳ ଭାବନା। ଭାବନା ଏବଂ ଅନୁଭୂତି ଭିନ୍ନ। ଭାବନାରେ ପ୍ରତିରୋଧ ଥାଏ, କିନ୍ତୁ ଅନୁଭୂତି ହେଉଛି ଏକ ପ୍ରବାହ। ଆପଣଙ୍କ ହୃଦୟ ବିକଶିତ ହେବ ଏବଂ ଆପଣଙ୍କ ମନରେ ନିଜ ବାପା, ମା, ପିଲାଛୁଆ, ପଡ଼ୋଶୀ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପ୍ରକୃତ ଭାବନା ଜାଗ୍ରତ ହେବ। କେବଳ ମଣିଷ ନୁହେଁ, ପଶୁ, ପକ୍ଷୀ ଏବଂ ଗଛଲତାଙ୍କ ପାଇଁ ମଧ୍ୟ ଆପଣ ଅନୁଭବ କରିବେ। ଆପଣ ସମ୍ପୂର୍ଣ୍ଣ ରୂପେ ବଦଳିଯିବେ। ତେଣୁ ଆପଣଙ୍କ ସହିତ ଏହା ଘଟିବ। ତେଣୁ ଆସନ୍ତୁ ଆଉ 5 ବର୍ଷ ଅପେକ୍ଷା କରିବା ଏବଂ ତାପରେ ସେଠାରେ ପହଞ୍ଚିବା। ତାପରେ ପ୍ରଗତି ଅତ୍ୟନ୍ତ ଦ୍ରୁତ ହେବ। ସେ ପର୍ଯ୍ୟନ୍ତ ଆପଣଙ୍କୁ ସଂଘର୍ଷ କରିବାକୁ ପଡ଼ିବ। ଯେମିତି ଆମେ ଏବେ 81,000 ସଂଖ୍ୟା ପାଇଁ ସଂଘର୍ଷ କରୁଛୁ। ଲୋକମାନେ ପରମ ଅପେକ୍ଷା ଇହମ୍ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି, କିନ୍ତୁ ଆପଣଙ୍କୁ ଆଗକୁ ବଢ଼ିବାକୁ ହେବ। ଯେତେବେଳେ ଆମେ 81,000 ସଂଖ୍ୟାରେ ପହଞ୍ଚିଯିବା, ସେତେବେଳେ ସବୁ କିଛି ଦ୍ରୁତ ଗତିରେ ବିସ୍ଫୋରିତ ହେବ। ବାହ୍ୟ ସୁବର୍ଣ୍ଣ ଯୁଗ ମଧ୍ୟ ଦ୍ରୁତ ଗତିରେ ବିକାଶ ପାଇବ ଏବଂ ଆନ୍ତରିକ ସୁବର୍ଣ୍ଣ ଯୁଗ ତା ସହିତ ଆଗକୁ ବଢ଼ିବ। ତେଣୁ ପ୍ରଥମେ ବାହ୍ୟ ଏବଂ ପରେ ଆନ୍ତରିକ ସୁବର୍ଣ୍ଣ ଯୁଗ ଆସିବ।
धन्यवाद श्री भगवान। चतुर्थ प्रश्न। पाद प्रणाम प्रिय श्री भगवान। सुवर्ण जुगरे आमर भक्त मानकर स्थिति कौन हेब? धन्यवाद श्री भगवान। श्री भगवान को उत्तर। आमर भक्त माने साधारण मानव जाति नुहंती, सेमाने एक भिन्न श्रेणी हेबे। आमर भक्त मानक मध्यरे जो माने 81,000 अछंती सेमाने एक विशेष श्रेणी हेबे। सेमानकर चैतन्यर स्थिति साधारण लोकंक अपेक्षा बहुत उच्चतर हेब। जदियो सेमाने मध्य एक भल स्थिति रे रहिबे, किंतु आमर भक्त मानक तुलन रे यह किछि नुहे। आमर भक्त माने बहुत स्वतंत्र एवं बहुत भिन्न हेबे एवं सेमानक मध्यरे जो माने 81,000 सेनार अछंती सेमाने बहुत उच्च स्तर रे रहिबे। अलौकिक दिग गुड़िक खोला होइजिबो एवं सेमाने प्रचुर परिमाण रे प्रेम, आनंद, शांति रे परिपूर्ण होइजिबे। सेमाने प्राय देवता मानक परिस्थिति अनुभव करिबे। आमर संपर्कीय माने जो मानकर श्री आम भगवान का सहित बहुत भल बंधन अच्छी सेमाने मध्य सही स्थिति रे रहिबे। आपण माराथन रे देखिथिबा सही महिलांकर प्रकृति रे आम भगवान का सहित बहुत भल बंधन अच्छी। जदियो सेतेबेले से यह विषय संपूर्ण सचेतन नथिले। से प्रतिदिन अति कम रे 1000 कुकुर को खाइबा को दियंती। 1000 कुकुर। से बहुत धनी, सेथिपाई से प्रतिदिन 1000 कुकुर को खाइबा को देई पारुछंती एवं कुकुर मानकर जत्न नेबा पाई एक फाउंडेशन गढ़ी। से बहुत धनी होइथिबारु तांकु अपहरण करा जाइथिला। तांकर एक महान हृदय अछि, सेथिपई तांकु रक्षा करिबा को पड़िला। कारण जदि से रक्षा न पाती तेबे से ही कुकुर माने कष्ट भोगिबे। वर्तमान अवश्य से बहुत महान स्थिति रे नाहंती। महान स्थिति रे थिबा अधिकांश व्यक्ति भक्त अटंती। अन्य माने जो मानकर आमा भगवान का सहित कौन से संपर्क नहीं से माने सही स्थिति पाई परिबे नहीं, किंतु से माने किछि भल स्थिति प्राप्त करिवे जहा सुवर्ण जुगरे मिलिबो। किंतु आमर भक्त माने एक संपूर्ण भिन्न स्तर रे रहिबे एवं से माने बहुत भल स्थिति प्रसारित करिवे। विभिन्न प्रकार स्थिति जहाँ को आमे 81,000 गुण भाव रे कहिछु ताहा अन्य मानंकु स्थानांतर करि परिबे। धन्यवाद श्री भगवान। पंचम प्रश्न। पाद प्रणाम प्रिय श्री भगवान। मोक्ष एक यात्रा ना एक गंतव्य? धन्यवाद प्रिय श्री भगवान। श्री भगवान को उत्तर। आपण बुझिबा उचित जे सबु किछि हेउछि एक प्रक्रिया। कौन सी जिनिस स्थिर नुहे। प्रत्येक जिनिस हेउछि केवल एक यात्रा। ब्रह्मांड एक यात्रा, मोक्ष एक यात्रा, मुक्ति एक यात्रा, सबु किछि केवल एक यात्रा। जदि किछि स्थिर हेब तेबे ताहा तुरंत अदृश्य होइजिब। सबु किछि गतिशील हेबा आवश्यक। सबु किछि स्पंदित हेबा आवश्यक। निश्चित भावरे विभिन्न फ्रिक्वेन्सी रे ब्रह्मांड रे निजे ही हेउछि एक यात्रा। प्रकृत रे प्रत्येक मुहूर्त रे यह पूर्व मुहूर्त अपेक्षा बहुत बड़ हेउछि। पदार्थ विज्ञान को बुझिथिबा आपणक मधुर अधिकांश जानिथिबे जे ब्रह्मांड आलोक अपेक्षा द्रुत गति रे विस्तारित हुए। एहिपरि द्रुत गति रे एही ब्रह्मांड विस्तारित हुए जहा हेउछि एक यात्रा। यह एक यात्रा हेबा द्वारा यह भीतर थिबा सब किछि एक यात्रा हेबा आवश्यक। तेणु यह एक मानसिक स्थिति हेउ किंबा यह एक भौतिक अवस्था हेउ, जहाँ भी हेउ आपण भाविबे जे यह एक यात्रा। कौन सी गंतव्य नहीं,
केवल यात्रा अच्छी। धन्यवाद श्री भगवान। षष्ठ प्रश्न, पाद प्रणाम प्रिय श्री भगवान। 81,000 कल्कि सेना सदस्यों भूमिका कौन? धन्यवाद श्री भगवान। श्री भगवान को उत्तर, देखंतु आम धर्मर उद्देश्य हेउछि मानव चैतन्य को परिवर्तन करिबा। वर्तमान आमे चैतन्यर बहुत निम्न स्तर रे अछु, जहाकु आमे कलिजुग कहि परिबा। यह चैतन्यर अत्यंत निम्नतम स्तर। जेतेबेले आपण एहार धारर तळुकु जानती, यह आहुरी निम्न को चली जाए। किंतु वर्तमान आमे ऊर्ध्व को बढ़िबा को जाउछु। संक्षेप रे कहिबाकु गले वर्तमान आमे गोटे बड़ लंप मारिबा को जाउछु। विश्व सुवर्ण जुगरे प्रवेश करने को जाउछि। वर्तमान आमर 81,000 कल्कि सेनार भूमिका हेउछि एही विशेष गुण गुड़ी को लोकमानकु प्रसारित करिबा। आमे एपरि सेपरि बहुत गुड़े शिक्षा देबारे विश्वास करूनाहु। हाँ, यह किछि परिमाण रे आवश्यक अटे, किंतु जेहेतु एही जुगर अंत हेबाकु जाउछि एवं सुवर्ण जुगर प्रारंभ हेबाकु जाउछि, तेणु आगकु बढ़िबार एकमात्र उपाय हेउछि प्रत्यक्ष स्थानांतरण, अर्थात सीधा सड़क स्थिति स्थानांतर। तेणु आमे 81,000 कल्कि सैनिकଙ୍କ विभिन्न गुणगुड़िक विषय कथा हेउथुलु। सेमाने एहाकु बहुत शीघ्र प्राप्त करिवे, मात्र तापरे सेमाने एहाकु अन्यमानक निकटरे पहुंचाइबाकु सक्षम हेबा उचित। लोक माने शारीरिक रूपे आसी सेमानक सम्मुखरे बसी पारिबे एवं सेमाने स्थिति प्रसारित करि पारिबे, अथवा वीडियो कॉल माध्यम रे देखि करी मध्य स्थिति प्रसारित करि पारिबे। स्थिति सेमानक निकट को प्रसारित होइजिबो। यह एपरि कौन से जिनिस नुहे जहा घटिबा को जाउछि। किछि लोक पूर्वरु ही सही स्थिति प्राप्त करि सारिछंती। यह असाधारण स्थिति अटे। लोक माने सेमानक पाखकु जाउछंती एवं सेमाने स्थिति प्रसारित करुछंती। शांति, प्रेम, आनंद देखिबार कला परी स्थिति अति सहजरे प्रसारित होई जाउछि। यह वर्तमान ही घटुछि। आमर भक्त मानक मध्यरु अनेक एही स्थिति प्राप्त करने को सक्षम होइछंती। सेमाने एते शीघ्र एही स्थिति प्राप्त करने को काहेकि सक्षम होइछंती? कारण सेमानकर आम भगवान का सहित दृढ़ बंधन अछि। जार आम भगवान का सहित दृढ़ बंधन नाही, सेमानकु एही स्थिति प्राप्त हेबो नाही। एवं जो माने विंडो शॉपिंग करुछंती, सेमाने मध्य एही स्थिति प्राप्त करि परिबे नाही। एहा सेमानक पई नुहे, एहा केवल सेमानक पई जार श्री आम भगवान का सहित दृढ़ बंधन अछि। आमे सेमानक माध्यम रे ही कार्य करि परिबो, अन्यथा आमे एहा करि परिबु नाही। तेणु परवर्ती समय आमे अति कम रे जड़े व्यक्तिंकर वीडियो देखाइबाकु चेष्टा करिबो। सही लोक मानंकर जी एही स्थिति को प्राप्त करिसंती। एहा एपरि कौनसी जिनिस नुहे जहा घटिबाकु जाउछि। एहा वर्तमान घटुछि। तेणु एहीपरि भावरे आमे मानव जाति को साहाय्य करुछु। आपणक मध्यरु प्रत्येक व्यक्ति मानव जाति को साहाय्य करि परिबे। लोक माने आपणक निकट को आसी परिबे एवं एही स्थिति को देखि परिबे, किंबा आपण ऑनलाइन माध्यम रे एही स्थिति को अन्य मानकु प्रसारित करि परिबे। एहीपरि भावरे मानव जातिर सुरक्षा करने को पड़िबो, नचेत लोक माने आगो को बढ़ी पारिबे नाही। एमाने विशेष लोक अटंती जो माने एही स्थिति प्राप्त करि सारिछंती एवं किछि लोक एपरि मध्य अछंती जो माने एही स्थिति प्राप्त तो करिछंती, मात्र
ସେମାନେ ଏହି ସ୍ଥିତିକୁ ଅନ୍ୟମାନଙ୍କୁ ପ୍ରସାରିତ କରିପାରିବେ ନାହିଁ। ଆମେ ଏଠାରେ ସେହି ଲୋକମାନଙ୍କ ବିଷୟରେ କଥା ହେଉଛୁ ଯେଉଁମାନେ ନା କେବଳ ଏହି ସ୍ଥିତି ପ୍ରାପ୍ତ କରିଛନ୍ତି, ବରଂ ଏହାକୁ ଅନ୍ୟମାନଙ୍କୁ ପ୍ରସାରିତ ମଧ୍ୟ କରିପାରିବେ। ବର୍ତ୍ତମାନ ସେମାନେ ଦୃଶ୍ୟମାନ ହେଉଛନ୍ତି। ସାରା ବିଶ୍ୱରେ ସେମାନେ ଦୃଶ୍ୟମାନ ହେଉଛନ୍ତି। ଆପଣଙ୍କୁ ମଧ୍ୟ ସେହି ସ୍ତରକୁ ପହଞ୍ଚିବାକୁ ହେବ ଯେଉଁଠାରୁ ଆପଣମାନେ ଅନ୍ୟକୁ ସ୍ଥିତି ପ୍ରସାରିତ କରିପାରିବେ। ଆପଣ ଅପେକ୍ଷା କରିପାରିବେ ନାହିଁ ଯେ ଲୋକମାନେ ଆସିବେ, କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ, ଏହା କରିବେ, ତାହା କରିବେ। ସେମାନେ ତାହା କରିବେ ନାହିଁ। କେବଳ ଯଦି କୌଣସି ବ୍ୟକ୍ତି ଅସୁବିଧାରେ ପଡ଼ିଛନ୍ତି, ସେ ଆପଣଙ୍କ ପାଖକୁ ଆସୁଛନ୍ତି, ଆପଣ ତାଙ୍କୁ ସ୍ଥିତି ପ୍ରସାରିତ କରିପାରିବେ। ଆପଣଙ୍କ କାର୍ଯ୍ୟ ସମାପ୍ତ ହୋଇଗଲା। ଏହିପରି ଭାବରେ ଆମେ ସୁବର୍ଣ୍ଣ ଯୁଗରେ ପ୍ରବେଶ କରିବା। ଆପଣମାନେ ହିଁ ଏହା କରିବାକୁ ଯାଉଛନ୍ତି। ତେଣୁ ଆପଣମାନେ କଳ୍କି ସେନା ଅଟନ୍ତି। ଆପଣଙ୍କ ଭିତରେ ଯେଉଁ ଅଭାବ ରହିଛି ତାହା ହେଉଛି ଆପଣମାନଙ୍କର ଆମ ଭଗବାନଙ୍କ ସହିତ ଦୁର୍ବଳ ସମ୍ବନ୍ଧ। ମୂଳତଃ ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକ କେବଳ ଔପଚାରିକ ରୂପେ ଜଡ଼ିତ ଅଛନ୍ତି। ୱିଣ୍ଡୋ ସପରମାନେ ସେହି ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବେ ନାହିଁ। ଧନ୍ୟବାଦ ଶ୍ରୀ ଭଗବାନ। ସପ୍ତମ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଆପଣଙ୍କ ଉକ୍ତିରେ ଯେତେବେଳେ ଆପଣ ଦୁଃଖକୁ ଦେଖନ୍ତି, ଦୁଃଖ ଦୂର ହୋଇଯାଏ। କୃପା କରି ଏହି ବିଷୟରେ ବିସ୍ତାରିତ ଭାବରେ ବର୍ଣ୍ଣନା କରନ୍ତୁ। ଦୟାକରି ଆମକୁ ମଧ୍ୟ ଏହାକୁ ଦେଖିବାର ଆଶୀର୍ବାଦ ପ୍ରଦାନ କରନ୍ତୁ। ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ଅବଶ୍ୟ ଆମର ସମ୍ପୂର୍ଣ୍ଣ କାର୍ଯ୍ୟ ହେଉଛି ଏହା ଯେ ଆପଣ ସମସ୍ତେ ଦେଖିବା ପାଇଁ ସକ୍ଷମ ହୋଇଯାଆନ୍ତୁ। ଆମେ ଏଥିପାଇଁ ଆପଣଙ୍କୁ ନିରନ୍ତର ଆଶୀର୍ବାଦ ଦେଇ ଚାଲିବୁ। ଆମେ ଆପଣଙ୍କୁ ତାହା ପ୍ରଦାନ କରିବୁ। ଧନ୍ୟବାଦ ଶ୍ରୀ ଭଗବାନ। ଅଷ୍ଟମ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଭଗବାନ କହିବେ କି ଯେତେବେଳେ ଦେଖିବା ଘଟେ ସେତେବେଳେ ଦୁଃଖ ଦୂର ହେବା କିପରି ଘଟିଥାଏ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ଦେଖନ୍ତୁ, ମନ ଯେଉଁ ପ୍ରକାରରେ କାର୍ଯ୍ୟ କରେ ତାହା ଦୁଃଖ ଉତ୍ପନ୍ନ କରେ। ବର୍ତ୍ତମାନ ଯେତେବେଳେ ଦେଖିବା ଘଟେ ସେତେବେଳେ ମନ ଶାନ୍ତ ହୋଇଯାଏ କିମ୍ବା ଭିନ୍ନ ପ୍ରକାରରେ କାର୍ଯ୍ୟ କରେ, ଯାହାଦ୍ୱାରା ସେ ଦୁଃଖ ଉତ୍ପନ୍ନ କରିପାରେ ନାହିଁ। ମନ ଏକ ନିର୍ଦ୍ଦିଷ୍ଟ ଧାରାରେ କାର୍ଯ୍ୟ କରୁଛି, ଯାହା ଆପଣଙ୍କୁ ଆପଣଙ୍କ ପିତାମାତାଙ୍କ ଠାରୁ ଏବଂ ସେମାନଙ୍କୁ ସେମାନଙ୍କ ପିତାମାତାଙ୍କ ଠାରୁ ପ୍ରାପ୍ତ ହୋଇଛି। ଏହା ଆପଣଙ୍କ ଜିନ୍ରେ ଅଛି। ଏହା ଏକ ନିର୍ଦ୍ଦିଷ୍ଟ ଧାରାରେ କାର୍ଯ୍ୟ କରେ, ଯାହା ଦୁଃଖ ସୃଷ୍ଟି କରେ। ଦେଖିବା ସେହି ଧାରାକୁ ପରିବର୍ତ୍ତନ କରିଦିଏ। ଏହା ସେହି ନିର୍ଦ୍ଦିଷ୍ଟ ଧାରାକୁ ରୋକିଦିଏ କିମ୍ବା ବଦଳାଇ ଦିଏ, ଯାହାଦ୍ୱାରା ଦୁଃଖ ଚାଲିଯାଏ। ତେଣୁ ସମସ୍ୟା ମନରେ ଅଛି। ସୁବର୍ଣ୍ଣ ଯୁଗରେ ମନ ଭିନ୍ନ ପ୍ରକାରରେ କାର୍ଯ୍ୟ କରିବାକୁ ଯାଉଛି, ଯାହାଫଳରେ ଏହା ଆଉ ଦୁଃଖ ଉତ୍ପନ୍ନ କରିବ ନାହିଁ। ସୁବର୍ଣ୍ଣ ଯୁଗରେ ଆପଣ ଆଉ ପ୍ରତିକ୍ରିୟା ପ୍ରକାଶ କରିବେ ନାହିଁ। ଆପଣ କେବଳ ଉତ୍ତର ଦେବେ। ବର୍ତ୍ତମାନ ଯଦି 2 ଜଣ ପିଲା ପଡ଼ିଯାଉଛନ୍ତି, ଆପଣ ତୁରନ୍ତ ସେମାନଙ୍କୁ ସାହାଯ୍ୟ କରିବାକୁ ଦୌଡ଼ିଯିବେ। ଯଦି ସେହି ପିଲାଙ୍କ ମଧ୍ୟରୁ ଜଣେ ଆପଣଙ୍କ ପୁଅ ଏବଂ ଦ୍ୱିତୀୟ ଜଣକ ଅନ୍ୟ କାହାର, ତେବେ ମନ ପ୍ରଥମେ ନିଜ ପୁଅକୁ ତାପରେ ଅନ୍ୟକୁ ସାହାଯ୍ୟ କରିବାକୁ କହିବ। କିନ୍ତୁ ସୁବର୍ଣ୍ଣ ଯୁଗରେ ଆପଣ ସିଧାସଳଖ ଉଭୟଙ୍କୁ ସାହାଯ୍ୟ କରିବାକୁ ଡେଇଁ ପଡ଼ିବେ। ଏ ମୋର ପୁଅ, ସେ ମୋର ପୁଅ ନୁହେଁ, ତେଣୁ ସେ ଅପେକ୍ଷା କରିପାରିବ, ଏପରି ପ୍ରକ୍ରିୟା ହେବ ନାହିଁ। ଏହି ପ୍ରକାରର ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇଯିବ। ଆପଣ ଅତୀତକୁ ଯାଇ ଆଉ ପୁରୁଣା ଅଳିଆକୁ ଖୋଳିବେ ନାହିଁ କିମ୍ବା ଭବିଷ୍ୟତ ବିଷୟରେ ଚିନ୍ତା କରିବେ ନାହିଁ।
ସେହି ମନୋବୃତ୍ତିର ସମାପ୍ତ ହୋଇଯିବ। ମନ ଆଉ ଏପରି ରୀତିରେ କାର୍ଯ୍ୟ କରିବ ନାହିଁ। ଯେପରି ଶୈଳୀରେ ଆପଣ କାର୍ଯ୍ୟ କରୁଛନ୍ତି, ଯେପରି ଶୈଳୀରେ ଆପଣଙ୍କ ମନ କାର୍ଯ୍ୟ କରୁଛି, ଅନେକ କିଛି ବଦଳିଯିବ, ଯାହାଦ୍ୱାରା ଏହା ଆଉ ଦୁଃଖ ଉତ୍ପନ୍ନ କରିବ ନାହିଁ। ଆମର ପ୍ରମୁଖ ଚିନ୍ତା ମଧ୍ୟରୁ ଗୋଟିଏ ହେଉଛି ମନୁଷ୍ୟମାନଙ୍କର ଦୁଃଖ ଦୂର କରିବା। ଏହା ଏଥିପାଇଁ ପ୍ରମୁଖ ଅଟେ, କାରଣ ମନ ସେହିପରି ଶୈଳୀରେ କାର୍ଯ୍ୟ କରୁଛି। ତେଣୁ ଏହାକୁ ପରିବର୍ତ୍ତନ କରିବା ପାଇଁ ଆପଣଙ୍କୁ ଅନୁଗ୍ରହର ଆବଶ୍ୟକତା ଅଛି। ଏହାକୁ ବଦଳାଇବାକୁ ଆପଣଙ୍କୁ ଦେଖିବା ଦରକାର। ଦେଖିବାକୁ ମଧ୍ୟ ଆପଣଙ୍କୁ ଅନୁଗ୍ରହ ଆବଶ୍ୟକ। ଏବଂ ସେହି ଅନୁଗ୍ରହ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ଗୋଟିଏ ଦୃଢ଼ ବନ୍ଧନର ଆବଶ୍ୟକତା ଅଛି। ଆମେ ବନ୍ଧନ ବିଷୟକୁ ଫେରି ଆସିବା। ଯେତେବେଳେ ଆପଣଙ୍କ ପାଖରେ ଗୋଟିଏ ଦୃଢ଼ ବନ୍ଧନ ଅଛି, କେବଳ ସେତେବେଳେ ହିଁ ଆମେ ଆପଣଙ୍କ ମାଧ୍ୟମରେ ପ୍ରବାହିତ ହୋଇପାରିବୁ। ଯଦି ଆପଣଙ୍କ ପାଖରେ ଗୋଟିଏ ଦୃଢ଼ ବନ୍ଧନ ନାହିଁ, ତେବେ ଆମେ ଆପଣଙ୍କ ମାଧ୍ୟମରେ ପ୍ରବାହିତ ହୋଇପାରିବୁ ନାହିଁ। କାରଣ ଆପଣଙ୍କ ଭିତରେ କୌଣସି ବନ୍ଧନ ନାହିଁ। ଆପଣଙ୍କ ଭିତରେ କୌଣସି ସଂଯୁକ୍ତତା ନାହିଁ। କିନ୍ତୁ ଏସବୁ ବହୁତ ଶୀଘ୍ର ହେବାକୁ ଯାଉଛି। ତେଣୁ ଏ ବିଷୟରେ ଚିନ୍ତା କରନ୍ତୁ ନାହିଁ। ଆପଣ ସେଠାରେ ପହଞ୍ଚିବେ, କିନ୍ତୁ ଆପଣ ସେହି ସମ୍ବନ୍ଧକୁ ବିକଶିତ କରିବା ପାଇଁ ଚେଷ୍ଟା କରନ୍ତୁ। ଧନ୍ୟବାଦ ଶ୍ରୀ ଭଗବାନ। ନବମ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। କିଛି ଭକ୍ତଙ୍କର ପ୍ରାର୍ଥନାର ଉତ୍ତର ଶ୍ରୀ ଆମ ଭଗବାନ ଖୁବ୍ ଶୀଘ୍ର ଏବଂ ଶକ୍ତିଶାଳୀ ଭାବରେ ପ୍ରଦାନ କରନ୍ତି, ମାତ୍ର ଅନ୍ୟମାନଙ୍କ ନିମନ୍ତେ ସେପରି ହୋଇନଥାଏ। ଏହାର କାରଣ କ'ଣ ହୋଇପାରେ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। କିଛି ଲୋକଙ୍କ ନିମନ୍ତେ, କିଛି ଭକ୍ତଙ୍କ ନିମନ୍ତେ ଆମେ ଖୁବ୍ ଶୀଘ୍ର କ୍ରିୟାଶୀଳ ହୋଇଥାଉ, କାରଣ ସେମାନଙ୍କର ଆମା ଭଗବାନଙ୍କ ସହିତ ଏକ ଦୃଢ଼ ବନ୍ଧନ ଥାଏ। ପରମ କରୁଣା ପରମ ଜ୍ୟୋତି ମଧ୍ୟ ଅଛନ୍ତି। ପରମ ଜ୍ୟୋତିଙ୍କ ନିମନ୍ତେ ଆପଣଙ୍କର ପିତାମାତା ଭାବରେ, ଭାଇ ଭଉଣୀ ଭାବରେ କିମ୍ବା ମାମୁଁର ଭୂମିକା ନିର୍ବାହ କରିବା କଠିନ ହୋଇଥାଏ। ଶ୍ରୀ କଳ୍କୀ ମଧ୍ୟ ଅଛନ୍ତି। କଳ୍କୀଙ୍କ ନିମନ୍ତେ ମଧ୍ୟ ଆପଣଙ୍କର ମାତା, ପିତା, ଭାଇ, ଭଉଣୀ ବା ଅନ୍ୟ କୌଣସି ଭୂମିକା ନିର୍ବାହ କରିବା କଠିନ ହୋଇଥାଏ। ମାନବୀୟ ସ୍ତରକୁ ଆସି କାର୍ଯ୍ୟ କରିବା କଠିନ ହୋଇଥାଏ। ମାତ୍ର ଆମା ଭଗବାନ ଜାଣିଛନ୍ତି ଯେ ସେମାନେ ଆପଣଙ୍କ ସ୍ତରକୁ ଆସିପାରିବେ। ମୁଖ୍ୟତଃ ଆମେ ଆପଣଙ୍କର ପିତାମାତା ଭାବରେ ହିଁ କାର୍ଯ୍ୟ କରିଥାଉ। ଆପଣଙ୍କର ମାତା ପିତା, ଆବଶ୍ୟକ ପଡ଼ିଲେ ଭାଇ ଓ ଭଉଣୀ, ବେଳେବେଳେ ବନ୍ଧୁ ଭାବରେ ମଧ୍ୟ କାର୍ଯ୍ୟ କରିଥାଉ। ଆମେ ଏହି ସମସ୍ତ ଭୂମିକା ନିର୍ବାହ କରିଥାଉ। ତେଣୁ ଆପଣଙ୍କୁ ଉତ୍ତର ଦେବା ଏବଂ ସହାୟତା କରିବା ଆମ ପାଇଁ ଖୁବ୍ ସହଜ ଅଟେ, କାରଣ ଆପଣ ଆମ ସହିତ ଏହିପରି ସମ୍ପର୍କ ସ୍ଥାପନ କରିପାରନ୍ତି। ମାତ୍ର ଶ୍ରୀ ପରମଜ୍ୟୋତିଙ୍କ ଏବଂ ଶ୍ରୀ କଳ୍କୀଙ୍କ କ୍ଷେତ୍ରରେ ଏହିପରି ସମ୍ପର୍କରେ କାର୍ଯ୍ୟ କରିବା ଏତେ ସହଜ ହୋଇନଥାଏ। ଯେତେବେଳେ ଆପଣ ପରମଜ୍ୟୋତିଙ୍କୁ ଦେଖନ୍ତି, ଆପଣ ତାଙ୍କୁ ପ୍ରେମରେ ପରିପୂର୍ଣ୍ଣ ଏକ ଉଜ୍ଜ୍ୱଳ ଆଲୋକପୁଞ୍ଜ ଭାବରେ ଦେଖନ୍ତି ଏବଂ ତାଙ୍କୁ ମାତା ଅଥବା ପିତା ବୋଲି ଭାବିବା କଠିନ ହୋଇଥାଏ। କଳ୍କୀଙ୍କ କ୍ଷେତ୍ରରେ ମଧ୍ୟ ଠିକ୍ ଏହିଭଳି ହିଁ ହୋଇଥାଏ। ଯଦି ଆପଣ ପ୍ରକୃତରେ କଳ୍କୀଙ୍କୁ ଦେଖନ୍ତି, ତେବେ ତାଙ୍କୁ ପିତାମାତାଙ୍କ ଭଳି ଗ୍ରହଣ କରିବା କଠିନ ହୋଇଥାଏ। ଆପଣ ହୁଏତ ଏପରି କରିପାରନ୍ତି, ମାତ୍ର ଏହା କଠିନ ହୋଇଥାଏ। ମାତ୍ର ଆମ ଭଗବାନ ଭାବରେ ଆମେ ପୁରାପୁରି ଆପଣଙ୍କ ଭଳି ଦେଖାଯାଉ। ପ୍ରାୟତଃ ଜଣେ ସାଧାରଣ ମନୁଷ୍ୟ ଭଳି ହିଁ ଦେଖାଯାଉ। ଯଦିବା ଆମେ ହିଁ ପରମ ଜ୍ୟୋତି, ଆମେ ହିଁ କଳ୍କୀ, ଆମ ସହିତ ସମ୍ପର୍କ ସ୍ଥାପନ କରିବା ଆପଣଙ୍କ ପାଇଁ ସହଜ ହୋଇଥାଏ। ଏହି ସମ୍ପର୍କ କାରଣରୁ ଆମେ ଆପଣଙ୍କ ମଧ୍ୟ ଦେଇ କାର୍ଯ୍ୟ କରିଥାଉ। ଥରେ ଜଣେ ଯୁବକ ନେମମ୍ ଆସିଲେ। ସେ ଥଣ୍ଡା ପାଣି କାରଣରୁ ଥରୁଥିଲେ
ସେମାନଙ୍କୁ ସ୍ନାନ ନିମନ୍ତେ ଥଣ୍ଡା ପାଣି ଦିଆଯାଇଥିଲା। ତେଣୁ ସେ ଥରୁଥିଲେ ଏବଂ ତାମିଲରେ କହିଲେ ଅଣ୍ଡାୱା ଅଣ୍ଡାୱା, ଯାହାର ଅର୍ଥ ହେଲା ଈଶ୍ୱର, ହେ ଈଶ୍ୱର, ଏହି ପାଣିକୁ ଗରମ କରିଦିଅ। ମାତ୍ର କିଛି ଘଟିଲା ନାହିଁ। ଶେଷରେ ସେ ତାମିଲରେ ଆପ୍ପା ଆପ୍ପା ବୋଲି କହିଲେ, ଯାହାର ଅର୍ଥ ବାପା। ଯେଉଁ ମୁହୂର୍ତ୍ତରେ ସେ ଏହା କହିଲେ, ପାଣି ତତକ୍ଷଣାତ୍ ଗରମ ହୋଇଗଲା। ଯେତେବେଳେ ସେ ଆପା ଶବ୍ଦର ପ୍ରୟୋଗ କରିଲେ, ଏକ ବନ୍ଧନ ଆସିଲା। ମୁଁ ଅତ୍ୟନ୍ତ ଦୃଢ଼ ବନ୍ଧନ ଥିବା ବ୍ୟକ୍ତିମାନଙ୍କୁ ଭେଟିଛି, ଯେଉଁମାନଙ୍କର ଜୀବନର ପ୍ରତ୍ୟେକ ଦିନ ହେଉଛି ଏକ ଚମତ୍କାର। ଜଣେ ବ୍ୟକ୍ତି ଥିଲେ ଯିଏ ମାସକୁ 3000 ଟଙ୍କା ରୋଜଗାର କରୁଥିଲେ। ବର୍ତ୍ତମାନ ସେ କିଛି ଜାହାଜର ମାଲିକ ଅଟନ୍ତି। କ'ଣ ଆପଣ ଏହାକୁ ବିଶ୍ୱାସ କରିପାରିବେ? କୌଣସି ବିଶେଷ କୌଶଳ ବିନା, କୌଣସି ବିଶେଷ ଶିକ୍ଷା ଲାଭ ଏବଂ ବିଶେଷ ଯୋଗ୍ୟତା ବିନା କେଉଁଠାରୁ କେଉଁଠାକୁ। ଏହାର ରହସ୍ୟ ହେଉଛି କେବଳ ଏକ ଦୃଢ଼ ବନ୍ଧନ। ତେଣୁ ଆମେ ଏହା ଉପରେ ଗୁରୁତ୍ୱ ଦେବାକୁ ଚେଷ୍ଟା କରୁଛୁ, ମାତ୍ର ଲୋକମାନେ ଏହାକୁ ବୁଝୁନାହାନ୍ତି। ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବନ୍ଧନ ଦୃଢ଼ ହେବା ପାଇଁ ଆପଣ କେବଳ ମନୋରଞ୍ଜନ କରିବା ଉଦ୍ଦେଶ୍ୟରେ ଜ୍ଞାନ ପ୍ରାପ୍ତି ପାଇଁ ଏଣେ ତେଣେ ବୁଲିପାରିବେ ନାହିଁ। ଆପଣ କେବଳ ଆବା ଭଗବାନଙ୍କୁ ହିଁ ନିଜର କରିବାର ଅଛି। ଯଦି ଆପଣ ଅନ୍ୟ କୌଣସି ରୂପ ଗୁଡ଼ିକୁ ମଧ୍ୟ ଉପାସନା କରିବେ, ତେବେ କୌଣସି ବନ୍ଧନ ସମ୍ଭବ ହେବ ନାହିଁ। ଆପଣଙ୍କର ସମସ୍ୟା ହେଉଛି, ଆପଣ ଅନେକ ଦେବତାଙ୍କ ନିକଟକୁ ଯାଉଛନ୍ତି, ମାତ୍ର ଆପଣଙ୍କର ସେହି ବନ୍ଧନ ନାହିଁ। ଆପଣ ଅନେକ ଗୁରୁଙ୍କ ନିକଟକୁ ଯାଉଛନ୍ତି, ମାତ୍ର ସେହି ବନ୍ଧନ ପାଉନାହାନ୍ତି। ଏହା ପରେ ଏହା ସମାପ୍ତ ହୋଇଯାଉଛି। ଆପଣ 100 ଜଣ ନାରୀଙ୍କୁ ବିବାହ କରିପାରିବେ ନାହିଁ। ଆପଣ 100 ଜଣ ପୁରୁଷଙ୍କୁ ବିବାହ କରିପାରିବେ ନାହିଁ। ଆପଣ ଆଶା କରନ୍ତି ଯେ ଆପଣ କେବଳ ଜଣେ ମାତ୍ର ନାରୀ ଅଥବା ପୁରୁଷଙ୍କୁ ବିବାହ କରିବେ, ନଚେତ୍ ବନ୍ଧନ କିପରି ସମ୍ଭବ ହେବ? ମୁଁ ଧର୍ମରେ ଏପରି ମହିଳାଙ୍କୁ ଭେଟିଛି ଯାହାଙ୍କର 5 ଜଣ ସ୍ୱାମୀ ଅଛନ୍ତି। ସେମାନେ ସମସ୍ତେ ଏକାଠି ଦର୍ଶନ ପାଇଁ ଆସନ୍ତି। ମୁଁ ପୁରୁଷମାନଙ୍କୁ ମଧ୍ୟ ଭେଟିଛି ଯେଉଁମାନେ ତାଙ୍କର ସ୍ତ୍ରୀମାନଙ୍କ ସହିତ ଆସନ୍ତି, ମାତ୍ର ସ୍ପଷ୍ଟ ଭାବରେ କହିବାକୁ ଗଲେ ଏଠାରେ ସେହି ପ୍ରକାରର ବନ୍ଧନ ନଥାଏ। ଅନେକ ସମୟରେ ମୁଁ ଆଶ୍ଚର୍ଯ୍ୟ ହୁଏ ଯେ ଆମର ଖ୍ରୀଷ୍ଟିଆନ ଭକ୍ତମାନଙ୍କ ଘରେ ଏତେ ସଂଖ୍ୟାରେ ଚମତ୍କାର କିପରି ଘଟୁଛି। ମୁସଲମାନ ଭକ୍ତଙ୍କ କ୍ଷେତ୍ରରେ ମଧ୍ୟ ଏସିଆରେ ଆମର ଅନେକ ମୁସଲିମ ଭକ୍ତ ଅଛନ୍ତି, ଯେଉଁମାନଙ୍କ ନିମନ୍ତେ ଅନେକ ଅଦ୍ଭୁତ ଚମତ୍କାର ଘଟୁଛି। ସେହିପରି ଚମତ୍କାର ହିନ୍ଦୁମାନଙ୍କ କ୍ଷେତ୍ରରେ ଘଟୁନାହିଁ। ଏଠାରେ ବହୁ ସଂଖ୍ୟାରେ ଦେବତା ଅଛନ୍ତି, ବହୁ ସଂଖ୍ୟାରେ ଗୁରୁ ଅଛନ୍ତି। ସେମାନେ ଏଣେ ତେଣେ ଯାଆନ୍ତି, ସକାଳେ ଏଠାରେ ଥାଆନ୍ତି, ଦିନ 10ଟା ବେଳକୁ ହୁଏତ ଅନ୍ୟ କିଛି ଦେଖୁଥାନ୍ତି। ମୁଁ ସେ ସମ୍ପର୍କରେ ଏଠାରେ ଅଧିକ ଆଲୋଚନା କରିବାକୁ ଚାହୁଁନାହିଁ। ଆପଣ କେଉଁଠାକୁ ଯାଆନ୍ତି, କେଉଁଠାକୁ ନୁହେଁ, ମାତ୍ର ଖ୍ରୀଷ୍ଟିଆନ ମାନେ କେବଳ ମାତ୍ର ଯୀଶୁଖ୍ରୀଷ୍ଟ ଅଥବା ମା ମେରୀକୁ ହିଁ ଉପାସନା କରନ୍ତି। ତେଣୁ ସେମାନେ ଅଧିକ ଏକାଗ୍ର ଅଟନ୍ତି। ମୁସଲମାନମାନଙ୍କ ନିମନ୍ତେ କେବଳ ଆଲ୍ଲାହ ହିଁ ଈଶ୍ୱର ଅଟନ୍ତି। ବର୍ତ୍ତମାନ ସେମାନେ କେବଳ ଆମ ଭଗବାନଙ୍କ ନିକଟରେ ହିଁ ସମର୍ପିତ। ସେମାନଙ୍କ ମଧ୍ୟରୁ ଯିଏ ଆମ ନିକଟକୁ ଆସିଛନ୍ତି, ସେ କେବଳ ଆମ ଉପରେ ହିଁ ବିଶ୍ୱାସ ରଖିଛନ୍ତି। ସେମାନଙ୍କର ଏକାଗ୍ରତା ଖୁବ୍ ଦୃଢ଼ ଏବଂ ତାଙ୍କ ଉପରେ ଚମତ୍କାର ବର୍ଷା ହୋଇ ଚାଲିଛି। ହିନ୍ଦୁମାନଙ୍କ କ୍ଷେତ୍ରରେ ଅଧିକ କିଛି ହୋଇପାରୁନାହିଁ। ସକାଳେ ସେମାନେ ଏଠାକୁ ଆସନ୍ତି, ସନ୍ଧ୍ୟାରେ ଅନ୍ୟ କୌଣସି ମନ୍ଦିରରେ ଥାଆନ୍ତି, ରାତିରେ ହୁଏତ ଅନ୍ୟ କୌଣସି ମନ୍ଦିରରେ ଆଉ କେଉଁ ଦେବତାଙ୍କ ନିକଟରେ ଥାଆନ୍ତି। ଆପଣ ଯଦି ସେମାନଙ୍କର ପୂଜା କକ୍ଷକୁ ଯିବେ, ଆପଣ ସେଠାରେ ଅନେକ ଗୁଡ଼ିଏ ଦେବଦେବୀଙ୍କର ଫଟୋଚିତ୍ର ପାଇବେ। ମୁଁ ମଧ୍ୟ ଅନଲାଇନରେ ଅନ୍ୟ ରାଷ୍ଟ୍ରର ଲୋକମାନଙ୍କର ଘର ଦେଖିଛି। ସେଠାରେ କେବଳ ଆମା ଭଗବାନ ହିଁ ଥାଆନ୍ତି। କେବଳ ଆମା ଭଗବାନଙ୍କର ହିଁ ଶ୍ରୀମୂର୍ତ୍ତି ଥାଏ, ପରମ ଜ୍ୟୋତି ଥାଆନ୍ତି ଏବଂ ଆମା ଭଗବାନ ଥାଆନ୍ତି। ଏହା ବ୍ୟତୀତ ଅନ୍ୟ କୌଣସି ଖ୍ରୀଷ୍ଟିଆନ ଫଟୋଚିତ୍ର ଅଥବା ମୁସଲମାନ ଫଟୋଚିତ୍ର ନଥାଏ। ସେମାନେ ନିଷ୍ଠାବାନ ଖ୍ରୀଷ୍ଟିଆନ
ବା ମୁସଲମାନ ହୋଇଥିଲେ ମଧ୍ୟ ସେମାନଙ୍କର ଏକାଗ୍ରତା ଗୋଟିଏ ସ୍ଥାନରେ ହିଁ ରହିଥାଏ। ସେଥିପାଇଁ ସେମାନଙ୍କର ଚମତ୍କାର ଗୁଡ଼ିକ ଅଦ୍ଭୁତ ହୋଇଥାଏ। ଉଭୟ ଖ୍ରୀଷ୍ଟିଆନ ଏବଂ ମୁସଲମାନ ଏପରିକି ବୌଦ୍ଧ ଧର୍ମାବଲମ୍ବୀଙ୍କ କ୍ଷେତ୍ରରେ ଏପରି ଘଟିଥାଏ। ଜାପାନ ଏବଂ କୋରିଆରେ ସମସ୍ତେ ହେଉଛନ୍ତି ବୌଦ୍ଧ ଧର୍ମାବଲମ୍ବୀ। ମାତ୍ର ଯଦି ଆପଣ ଏକ ହିନ୍ଦୁ ଘରକୁ ଯିବେ, ସେଠାରେ ଆପଣ ଅନେକ ଦେବଦେବୀଙ୍କୁ ପାଇବେ। ଯଦିବା ସମସ୍ତ ଦେବଦେବୀ ହେଉଛନ୍ତି ଆମର ହିଁ ପ୍ରକଟୀକରଣ, ଏକ ସମୟରେ କେବଳ ମାତ୍ର ଜଣକୁ ହିଁ ଉପାସନା କରିବା ଉଚିତ। ଆପଣ କେବେ ହେଲେ ସମସ୍ତଙ୍କ ନିକଟରେ ଏକାଗ୍ର ହୋଇପାରିବେ ନାହିଁ। ସେଥିପାଇଁ ଚମତ୍କାର ଗୁଡ଼ିକୁ ଦେଖିବାକୁ ଗଲେ ଆପଣଙ୍କର ଚମତ୍କାର ଗୁଡ଼ିକ ତାଙ୍କର ଚମତ୍କାର ସହିତ ତୁଳନୀୟ ନୁହେଁ। ଚେତନାର ସ୍ତରକୁ ଦେଖିଲେ ମଧ୍ୟ ସେମାନେ ଖୁବ୍ ଶୀଘ୍ର ଏହି ଦିଗରେ ଅଗ୍ରସର ହେଉଛନ୍ତି। ଏଠାରେ ଆପଣମାନେ ସଂଘର୍ଷ କରୁଛନ୍ତି। କ'ଣ କରାଯିବ? ମୁଁ ଭାବିଲି ଏବେ ଯଥେଷ୍ଟ ହୋଇଗଲାଣି ଏବଂ ମୋର ଏହା ଆପଣଙ୍କୁ ଜଣାଇଦେବା ଉଚିତ, କାରଣ ପ୍ରତ୍ୟେକ ଥର ଅନେକ ପ୍ରଶ୍ନ ଆସୁଛି। କାରଣ ସେମାନେ ଅନ୍ୟ ଗୁରୁମାନଙ୍କ ନିକଟକୁ ଯାଉଛନ୍ତି, ସେଠାରେ କିଛି ଶୁଣୁଛନ୍ତି, ଆଉ କିଛି ପ୍ରୋଗ୍ରାମରେ ଭାଗ ନେଉଛନ୍ତି ଏବଂ ସେଠାରୁ ଏହି ପ୍ରଶ୍ନ ଗୁଡ଼ିକ ଆସୁଛି। ମୁଁ କେବଳ ସେହି ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବା ଉଚିତ ଯାହା ମୁଁ ଦେଇଥିବା ଶିକ୍ଷାରୁ ଆସିଥିବ। ସେହି ପ୍ରଶ୍ନର ନୁହେଁ ଯାହା ଆପଣ ଅନ୍ୟ କେଉଁ ଗୁରୁଙ୍କ ଠାରୁ ଆଣୁଛନ୍ତି। ସେହି ସବୁ ପ୍ରଶ୍ନ ଆପଣ ସେହି ଗୁରୁକୁ ହିଁ ପଚାରିବା ଉଚିତ। ସେଗୁଡ଼ିକୁ ଏଠାକୁ ଆଣିବା ଅନୁଚିତ। ସାଧାରଣତଃ ଆମେ ସେହି ପ୍ରଶ୍ନ ଗୁଡ଼ିକୁ ଅସ୍ୱୀକାର କରିଦେଉ। ମାତ୍ର ଏହିପରି ଭାବରେ ଆପଣ କେଉଁ ଦିଗରେ ଅଗ୍ରସର ହେଉଛନ୍ତି? ଯେଉଁ ଲୋକମାନେ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ବହୁତ ଗୁଡ଼ିଏ ଜିନିଷ ସବୁ ବୁଲି ଦେଖନ୍ତି, ଆପଣ ଦେଖିବେ ଶେଷରେ ସେମାନେ କିଛି ହେଲେ ସାଙ୍ଗରେ ଆଣନ୍ତି ନାହିଁ। ମାତ୍ର ସବୁ ସମୟରେ ସେମାନେ ବଜାର ବୁଲି ଦେଖୁଥାନ୍ତି। ଥରେ ମୋ ନିକଟକୁ ଜଣେ ଯୁବତୀ ଆସିଥିଲେ ଏବଂ କେହି ଜଣେ ମୋତେ ତାଙ୍କୁ କହିବା ପାଇଁ କହିଲେ ଯେ ସେମାନେ ଚାହୁଁଥିବା ଜନୈକ ବ୍ୟକ୍ତିଙ୍କୁ ବିବାହ କରନ୍ତୁ। ମୁଁ ସେହି ଯୁବତୀଙ୍କୁ କହିଲି, କିଛି ଲୋକ ଚାହୁଁଛନ୍ତି, ଆପଣଙ୍କର ପିତାମାତା ଚାହୁଁଛନ୍ତି ଯେ ମୁଁ ଆପଣଙ୍କୁ ସେହି ବ୍ୟକ୍ତିଙ୍କୁ ବିବାହ କରିବା ନିମନ୍ତେ କୁହେ। ଆପଣ ଏହାକୁ କାହିଁକି ମନା କରୁଛନ୍ତି? ଯୁବତୀ ଜଣକ କହିଲେ, ଭଗବାନ, ମୁଁ କିପରି ତାଙ୍କୁ ବିବାହ କରିବି? ସେ ହେଉଛନ୍ତି କେବଳ ମନୋରଞ୍ଜନ ପାଇଁ ବୁଲି ବୁଲି ଜିନିଷ ଗୁଡ଼ିକୁ ଦେଖୁଥିବା ଜଣେ ବ୍ୟକ୍ତି। ମୁଁ ତାଙ୍କୁ ବିବାହ କରିବି ନାହିଁ। ତେଣୁ ୱିଣ୍ଡୋ ସପରମାନଙ୍କ ନିମନ୍ତେ କୌଣସି ସମ୍ଭାବନା ନାହିଁ। ଆପଣଙ୍କୁ ଆତ୍ମ ଅନୁଶୀଳନ କରିବାକୁ ହେବ ଯେ ଆପଣଙ୍କ ଜଣେ ୱିଣ୍ଡୋ ସପର କି ନୁହନ୍ତି। ଯଦି ଆପଣଙ୍କ ପାଇଁ ଅନେକ ଚମତ୍କାର ଘଟୁନାହିଁ, ତେବେ ଆପଣ ଏହାକୁ ପରୀକ୍ଷା କରି ଦେଖିବା ଉଚିତ। ଯଦି ଆପଣ ଜଣେ ୱିଣ୍ଡୋ ସପର, ତେବେ ଆପଣ ଆମକୁ ଏହି ଲୋକରେ କିମ୍ବା କୌଣସି ଲୋକରେ ପାଇବେ ନାହିଁ। ଆମେ କୌଣସି ପରିସ୍ଥିତିରେ ଆପଣଙ୍କ ସହିତ ଆସିବୁ ନାହିଁ। ତେଣୁ ଆପଣଙ୍କୁ ଏହି ସମ୍ପର୍କରେ ସ୍ପଷ୍ଟ ହେବାକୁ ପଡ଼ିବ। ଆପଣ ଖ୍ରୀଷ୍ଟିଆନ, ମୁସଲମାନ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କ ପରି ସ୍ପଷ୍ଟ ହୁଅନ୍ତୁ। ଧନ୍ୟବାଦ ଶ୍ରୀ ଭଗବାନ। ଦଶମ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ବାସନାର ଅର୍ଥ କ'ଣ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ବାସନା ଆପଣଙ୍କର କୌଣସି ସ୍ଥାନରେ ଫୁଲ ଅଛି ଏବଂ ତାପରେ ଆପଣ ଫୁଲ ଗୁଡ଼ିକୁ କାଢ଼ି ଦିଅନ୍ତୁ, ତଥାପି ଆପଣ ସୁଗନ୍ଧ ପାଇବେ। ତାହା ଖୁବ୍ ହାଲକା ସୁଗନ୍ଧ ହୋଇପାରେ। ଅତୀତ ଜୀବନର ବାସନା ସେହିପରି। ସେହି ଘଟଣାର କୌଣସି ଶକ୍ତି ନାହିଁ, କିଛି ନାହିଁ। ଏହା ଅଛି, ଏହା ଏକ ରେକର୍ଡ଼ିଂ। ଯେତେବେଳେ ଆପଣ ଜନ୍ମ ହୁଅନ୍ତି, ସେତେବେଳେ ଆପଣଙ୍କର ମାଙ୍କ ଯୋଗୁଁ ତାହା ଆପଣଙ୍କ ଭିତରେ ଡାଉନଲୋଡ଼ ହୋଇଯାଏ। ସେ ଯାହା ଚିନ୍ତା କରନ୍ତି, ସେହି ଅନୁସାରେ କିଛି ବାସନା ଡାଉନଲୋଡ଼ ହୁଏ। ଏହାକୁ ହଜାର ହଜାର ଲୋକଙ୍କ ଭିତରେ ଡାଉନଲୋଡ଼ କରାଯାଇପାରିବ। ଏହା ଦୂର ହେବ ନାହିଁ।
ଏହା ଏକ ବାସନା, ଏହା କେବଳ ଗନ୍ଧ। ଫୁଲ ଚାଲିଯାଇଛି। ଗନ୍ଧ ଯେତେ ଲୋକ ଚାହାନ୍ତି ସେତିକି ଲୋକଙ୍କ ପାଖକୁ ଆସିଥାଏ। ସେଥିପାଇଁ ଆପଣ ଦେଖିବେ ଯେ ଆମେ ଅନେକ ବର୍ଷ ଧରି ଏହି ପୁନର୍ଜନ୍ମ ଲାଭ କରିଆସୁଛୁ। ଗତ 10 ବର୍ଷ କିମ୍ବା ତାଠାରୁ ଅଧିକ ସମୟ ଧରି ଆମେ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଏହାକୁ ବନ୍ଦ କରିଦେଇଛୁ। ଆମେ ଦେଖିଛୁ ଯେ ଅନେକ ଲୋକ ସମାନ ଜୀବନ ପ୍ରାପ୍ତ କରିବା ପାଇଁ ଦାବି କରୁଛନ୍ତି, କିନ୍ତୁ ଏହା ଘଟିବା ଯୋଗୁଁ ସମସ୍ତଙ୍କ ଭିତରେ ସମାନ ପ୍ରକାରର ବାସନା ଡାଉନଲୋଡ୍ ହେଉଛି। ଯଦି ଆପଣଙ୍କ ସନ୍ତାନ ଏକ ମହାନ କ୍ରିକେଟର ହେବାକୁ ଆପଣ ଚାହୁଁଛନ୍ତି, ତେବେ ଆପଣଙ୍କୁ ଗର୍ଭବତୀ ହେବା ସହିତ କ୍ରିକେଟର ପାଗଳ ହେବାକୁ ପଡ଼ିବ। ଯଦି ଆପଣ କ୍ରିକେଟ ପ୍ରତି ପାଗଳ, ତେବେ ଆପଣ କ୍ରିକେଟର ବାସନା ଡାଉନଲୋଡ୍ କରିପାରିବେ। ଏହା ଆପଣଙ୍କ ପିଲା ସହିତ ଆସିବ। ଆପଣ ଯେକୌଣସି ଜିନିଷ ଡାଉନଲୋଡ୍ କରିପାରିବେ। କିଛି ଲୋକ ଅଛନ୍ତି ଯେଉଁମାନେ ଗର୍ଭବତୀ ହେବେ ଏବଂ ସେମାନେ କିଛି ଖରାପ ସିନେମା ଦେଖୁଥିବେ। ସେମାନେ ସମସ୍ତ ପ୍ରକାର ଖରାପ ବାସନା ଡାଉନଲୋଡ୍ କରିବେ ଏବଂ ଏହି ଗ୍ରହରେ ଏକ ଶୟତାନ ସୃଷ୍ଟି କରିବେ। ପିତା ମାତା ହେବା ଏକ ଦାୟିତ୍ୱପୂର୍ଣ୍ଣ ଜିନିଷ। ଏଥିରେ ବହୁତ ଚିନ୍ତାଧାରା ଏବଂ କାର୍ଯ୍ୟ ଜଡ଼ିତ ଏବଂ ଆପଣଙ୍କୁ ସଠିକ୍ ପ୍ରକାରର ପିଲା ଜନ୍ମ କରିବାକୁ ପଡ଼ିବ। ପୂର୍ବରୁ ଦୁନିଆ ରାକ୍ଷସରେ ପରିପୂର୍ଣ୍ଣ। ଆପଣ କାହିଁକି ଆଉ ଗୋଟିଏ ରାକ୍ଷସ ଜନ୍ମ କରିବାକୁ ଚାହାନ୍ତି? ଆପଣଙ୍କୁ ଏହାକୁ ବହୁତ ଗମ୍ଭୀରତାର ସହିତ ନେବାକୁ ହେବ। ଧନ୍ୟବାଦ ଶ୍ରୀ ଭଗବାନ। ଏକାଦଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଦେଖିବାର ଏହି ମହାନ ଆଶୀର୍ବାଦ ପାଇଁ ପ୍ରିୟ ପ୍ରଭୁ ଆପଣଙ୍କୁ ବହୁତ ଧନ୍ୟବାଦ। ଶ୍ରୀ ଭଗବାନ, ଦୟାକରି ଦେଖିବାର ବିଭିନ୍ନ ସ୍ତର ବିଷୟରେ ବ୍ୟାଖ୍ୟା କରିବେ କି? ବହୁତ ବହୁତ ଧନ୍ୟବାଦ ପ୍ରିୟ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ମୂଳତଃ ଆପଣ ପ୍ରଥମେ ମନ କିପରି କାର୍ଯ୍ୟ କରୁଛି ଆପଣ ତାହା ଦେଖନ୍ତୁ। ଯେତେବେଳେ ଆପଣ ଦେଖି ଚାଲିବେ ଯେ ମନ ବନ୍ଦ ହୋଇଯାଇଛି, ତାହା ନୀରବ ହୋଇଯିବ। ଆପଣ ନିଶବ୍ଦତାକୁ ଅନୁଭବ କରିବେ। ତାପରେ ଆପଣ ନିରନ୍ତର ଦେଖି ଚାଲନ୍ତି। ହଠାତ୍ ମନ ସକ୍ରିୟ ହୋଇଯାଏ, କିନ୍ତୁ ତାପରେ ଆପଣ ସାକ୍ଷୀ ହୋଇଯାଆନ୍ତି। ଜିନିଷ ଗୁଡ଼ିକ ଘଟୁଛି, ଆପଣ ଏହାକୁ ସାକ୍ଷୀ ଭାବରେ ଦେଖୁଛନ୍ତି। ଏହା ଆପଣଙ୍କ ପାଇଁ କେବଳ ସାକ୍ଷୀ ହେବା ପାଇଁ ଏକ ନୂତନ ପ୍ରକାର ଅଭିଜ୍ଞତା। ତାପରେ ଏହା ଗଭୀର ହେବା ସହିତ ଏକ ଅସାଧାରଣ ନିଶବ୍ଦତା ଆସିଥାଏ। ସେହି ସମୟରେ ଯଦି କେହି ଆସି ଆପଣଙ୍କୁ ପଚାରନ୍ତି, ଆପଣ ସେଠାରେ ଅଛନ୍ତି କି କିମ୍ବା ଆପଣ କିଏ, ତେବେ ଆପଣ ଉତ୍ତର ଦେଇପାରିବେ ନାହିଁ। ଏହା ଏତେ ଗଭୀର ଯେ ଆପଣ ଜାଣିପାରିବେ ନାହିଁ ଯେ ଆପଣ ଜୀବିତ କି ମୃତ। ସେହି ପ୍ରଶ୍ନ ଆପଣ କିଏ, ଆପଣ ତାହାର ଉତ୍ତର ଦେଇପାରିବେ ନାହିଁ। ଆପଣ ସେହି ପର୍ଯ୍ୟାୟକୁ ଆସିବେ। ଆପଣ ଯିବା ସମୟରେ ଆପଣଙ୍କୁ ଏହା କରିବାକୁ ପଡ଼ିବ ନାହିଁ। ଏହା ସ୍ୱୟଂଚାଳିତ ଭାବରେ ଘଟିବ। ଆପଣ ଏହି ସାଧାରଣ ଦେଖିବାକୁ ଆରମ୍ଭ କରନ୍ତୁ। ଏହା ଆପଣଙ୍କୁ ସାକ୍ଷୀ ଯୁଗକୁ ନେଇଯିବ। ଏହା ସ୍ୱୟଂଚାଳିତ ଭାବରେ ଘଟିବ। ତାପରେ ଆପଣ ତାହା କରିବାକୁ ଜାରି ରଖନ୍ତି। ଆପଣ ପ୍ରଚଣ୍ଡ ନିଶବ୍ଦତାକୁ ଅନୁଭବ କରନ୍ତି ଏବଂ ତାପରେ ଏହାକୁ ସ୍ୱୟଂଚାଳିତ ଭାବରେ ଏପରି ଏକ ସ୍ଥିତି ପର୍ଯ୍ୟନ୍ତ କରିବାକୁ ଜାରି ରଖନ୍ତି ଯେଉଁଠାରେ ଆପଣ ଚାଲି ଯାଇଛନ୍ତି। ଅନ୍ୟ ସ୍ଥାନରେ ଆପଣ କିଛିଟା ରହିବେ। ଆପଣଙ୍କର ଏକ ଅନୁଭବ ହେବ ଯେ ଆପଣ ସେଠାରେ ଅଛନ୍ତି, କିନ୍ତୁ ମୋ ବାର୍ତ୍ତା ଗୁଡ଼ିକର ଆପଣ ଚାଲି ଯାଇଛନ୍ତି। ସମ୍ପୂର୍ଣ୍ଣ ଭାବରେ ଚାଲି ଯାଇଛନ୍ତି। ଯାହା ଅଛି ତାହା କେବଳ ନିଃସର୍ତ୍ତ ପ୍ରେମ। ସେହି ପ୍ରେମକୁ ବର୍ଣ୍ଣନା କରାଯାଇପାରିବ ନାହିଁ। ଏହାକୁ ଅନୁଭବ କରିବାକୁ ପଡ଼ିବ। ଧନ୍ୟବାଦ ଶ୍ରୀ ଭଗବାନ।
द्वादश प्रश्न। पाद प्रणाम प्रिय श्री भगवान। एही ब्रह्मांड काहींकि मानव अस्तित्व सृष्टि कला? धन्यवाद श्री भगवान। श्री भगवान को उत्तर। तेबे प्रश्नटी हेउछि एही सबु सृष्टि काहींकि होइछि? ब्रह्मांड काहींकि शांत रही परिबो नाही? एहा एते सारा आकाश गंगा नक्षत्र ग्रह काहींकि उत्पादन करुछि? जदि आपण मानक मध्यरु प्रत्येकଙ୍କୁ देखा जाए तेबे आपण माने नक्षत्र गुड़िक परि पुरुणा। आपणक शरीर रे जो तत्व अछि ताहा कोटि कोटि वर्ष पूर्वे नक्षत्र मानक ठारे उत्पन्न होइथिला। किछि सूर्यंक ठारे उत्पन्न होइथिला, तापरे पृथ्वी रे सेगुड़िक जैविक यौगिक रे परिणत हेले। ब्रह्मांड जेते पुरुणा आपण सेते पुरुणा, आपणक शरीर सेतिक पुरुणा, आपणक मन मध्य पुरुणा, जाहाकु देखिबा कष्टकर। किंतु आपणक शरीर को आपण खूब सहजरे देखि परिबे। आपणकर डीएनए रे किछि अंश प्रकृत रे तारा मानकर विस्फोरण सृष्टि होइछि। आपणकु गढ़िबारे समग्र ब्रह्मांड नियोजित होइछि। सेहीपरि आपणक मन, आपणक आवेग एवं अनुभव मध्य। एवं प्रश्न हेउछि ब्रह्मांड एसबु काहींकि करिला? एहा शांत काहींकि रही परिला नाही? ब्रह्मांडर अस्तित्वर अनेक स्तर रहिछि। आपण जहाँ अनुभव करुछंती एही भौतिक जगत केवल गोटे स्तर, किंतु एहा छड़ा अनेक स्तर अछि। जदि आपण जने रहस्यवादी तेबे आपण प्रकृत रे सेही स्तर गुड़िक दे यात्रा करिवे। सेगुड़िक कौन आपण देखि परिबे? बोध हुए परे आमे आपणकु सेही सबु अनुभव देई गति कराइबु। आमे अनेक वर्ष पूर्वे यह आरंभ करिथिलु, पुणी समय अभावरु एहाकु रोकिदेलु। आपण एही सबु स्तर गुड़िक अनुसंधान करिपारिबे। एगुड़िक हेउछि चैतन्यर स्तर। आपण केवल भौतिक स्तर को जानती। जेमिति जेमिति आपण गोटे स्तररु अन्य एक उच्च स्तर को जानती, सेते बेले निम्न स्तर गुड़िक मध्य थाए। आपणकु प्रेम रे बढ़िबाकु हेबो। सेही प्रेम जहाँ निस्वार्थ, जेतेबेले ताहा बढ़े आपण परवर्ती स्तर को जाई परिबे। जदि ताहा आहुरी बढ़े ताहेले आपण आहुरी उच्च स्तर को जाई परिबे। जेतेबेले आपण एही यात्रा करंती आपण अनुभव करंती जे ब्रह्मांडर मूल उपादान होछि प्रेम। जेपरी वायु पृथ्वी को भरी दिए एवं आपण सबुठारे वायु को अनुभव करंती, सेहीपरि जेतेबेले आपण एही यात्रा करंती आपण देखंती जे सबुठारे केवल प्रेम अछि। एपरिकी जेतेबेले आपण गोटे आकाश गंगारू अन्य एक आकाश गंगा को सूक्ष्म रूप से यात्रा करंती, सेतेबेले मध्य आपण अपार प्रेम अनुभव करंती। ब्रह्मांड निरंतर एही प्रेम रे परिपूर्ण होई चलिछि। एहार अर्थ हेउछि केउंठी ना केउंठी एहार उत्पादन होई चलिछि। ब्रह्मांड एही उत्पादन पाई अपेक्षा करिछि, जहा द्वारा से संपूर्ण प्रेम रे भरी परिबो एवं एहाकु बजाय रखि परिबो। तेणु आपणक सृष्टिर उद्देश्य होइछि आपण प्रेम उत्पन्न करुथिबा गछ परि। सेथिपई आपण एठारे अछंती, किंतु जेतेबेले आपण सेही प्रेम को आविष्कार करिपारंती नाही, सेतेबेले आपण एक वर्ज्य वस्तु परि होई जानती। मने करंतु आपण एक आंब गछ लगाइछंती एवं आंब फलिबा पई अपेक्षा करिछंती। वर्ष वर्ष धरी आपण अपेक्षा करंती, किंतु शेषरे कौनसी आंब फले नाही एवं गछटी मरी जाए। अधिकांश लोक एहीपरि सेमाने हेउछंती वर्ज्य वस्तु। ब्रह्मांड आपण को सृष्टि करिबारे निजर समय एवं ऊर्जा नष्ट करिछि, कारण आपण केबे सही प्रेम को आविष्कार करि नाहंती। आपण केवल युद्ध करने एवं लड़ाक प्रस्तुत। कौन सी विचारधारा
କିମ୍ବା ଅର୍ଥନୈତିକ ବିଷୟ ପାଇଁ ଲଢ଼ିବାକୁ ଏବଂ ନିଜ ତଥା ଅନ୍ୟକୁ ବିନାଶ କରିବାକୁ ଓ ମାରିବାକୁ ପ୍ରସ୍ତୁତ। କ'ଣ ଏହା ବ୍ରହ୍ମାଣ୍ଡ ଆପଣଙ୍କ ଠାରୁ ଚାହୁଁଛି? ଏହା ପ୍ରେମ ଚାହୁଁଛି। ଏହା ବ୍ରହ୍ମାଣ୍ଡକୁ ପ୍ରେମରେ ଭରିବାକୁ ଚାହୁଁଛି। ଧରନ୍ତୁ ଆପଣ ଏକ କକ୍ଷକୁ ସୁଗନ୍ଧରେ ଭରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସେଠାରେ ଏକ ଧୂପକାଠି ଲଗାଇବାକୁ ହେବ। ସେହିପରି ବ୍ରହ୍ମାଣ୍ଡ ଚାହୁଁଛି ଯେ ଏହା ପ୍ରେମରେ ପରିପୂର୍ଣ୍ଣ ହେଉ। ଆପଣ ହେଉଛନ୍ତି ସେହି ଧୂପକାଠି, କିନ୍ତୁ ଆପଣ ବହୁତ କମ୍ ପ୍ରେମ ଉତ୍ପନ୍ନ କରୁଛନ୍ତି। ଆପଣ କେବଳ ଖରାପ ପ୍ରଦୂଷଣ ସୃଷ୍ଟି କରନ୍ତି ଏବଂ ଶେଷରେ ଆପଣ ମରିଯାଆନ୍ତି, ପ୍ରେତ କିମ୍ବା ଆତ୍ମା ହୋଇଯାଆନ୍ତି। ଅବଶ୍ୟ ପରେ ଆପଣ ସେଥିରୁ ବାହାରି ଆସିବେ, ତାହା ଅନ୍ୟ ଏକ ବିଷୟ। ପୁରା ଅସ୍ତିତ୍ୱ କେବଳ ପ୍ରେମ, ପ୍ରେମ ବ୍ୟତୀତ ଅନ୍ୟ କିଛି ନୁହେଁ। ତେବେ ଏ ବ୍ରହ୍ମାଣ୍ଡ କାହିଁକି ଅଛି? ବ୍ରହ୍ମାଣ୍ଡ ଆପଣଙ୍କ ମାଧ୍ୟମରେ ଏହି ପ୍ରେମକୁ ସୃଷ୍ଟି କରିବାକୁ ଚାହେଁ। ସେଥିପାଇଁ ଆପଣଙ୍କୁ ସୃଷ୍ଟି କରାଯାଇଛି, ନଚେତ୍ ଆପଣ କାହିଁକି ରହିବେ? ବ୍ରହ୍ମାଣ୍ଡ କ'ଣ ଆପଣଙ୍କୁ ଜଣେ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, କୋଟିପତି କିମ୍ବା ଅରବପତି ହେବା ଉଦ୍ଦେଶ୍ୟରେ ସୃଷ୍ଟି କରିଛି? ହଜାର ହଜାର ବର୍ଷ, କୋଟି କୋଟି ବର୍ଷର ସୃଷ୍ଟି କ'ଣ ଖାଲି ଏଥିପାଇଁ? ଆପଣଙ୍କ ମଧ୍ୟରୁ ଅଧିକାଂଶଙ୍କ ଶରୀର ଅନ୍ୟ କୌଣସି ନକ୍ଷତ୍ରରେ ତିଆରି ହୋଇଥିଲା ଏବଂ ତାହା ବିସ୍ଫୋରିତ ହୋଇଥିଲା। ଏହା ଆମ ସୂର୍ଯ୍ୟ ସୃଷ୍ଟି ହେବା ପୂର୍ବରୁ ମଧ୍ୟ ହୋଇଥିଲା। ଆପଣଙ୍କୁ ସୃଷ୍ଟି କରିବା ପାଇଁ ଏତେ ପରିଶ୍ରମ କାହିଁକି କରାଯାଇଛି? ଯେପରି ଆପଣ ଏହି ପ୍ରେମକୁ ଆବିଷ୍କାର କରିପାରିବେ ଏବଂ ବ୍ରହ୍ମାଣ୍ଡକୁ ସେହି ପ୍ରେମ ହିଁ ଆବଶ୍ୟକ। ଅନ୍ୟ କୌଣସି ଅବସରରେ ଆମେ ଏହି ବିଷୟରେ ଆହୁରି ଗଭୀରତାର ସହିତ ଯାଇପାରିବା। ବ୍ରହ୍ମାଣ୍ଡ ସେହି ପ୍ରେମ ଚାହୁଁଛି। ଆପଣ ସେହି ଉଦ୍ଦେଶ୍ୟ ପାଇଁ ସୃଷ୍ଟି ହୋଇଛନ୍ତି ଏବଂ ଆପଣ ଠିକ୍ ବିପରୀତ କାମ କରୁଛନ୍ତି। ଧନ୍ୟବାଦ ଶ୍ରୀ ଭଗବାନ। ତ୍ରୟୋଦଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଅନେକ ସମୟରେ ମୋର ଆନ୍ତରିକ ବାର୍ତ୍ତାଳାପ ବନ୍ଦ ହୋଇଯାଏ ଏବଂ ମୁଁ ଖାଲି ହୋଇଯାଏ। ନା ମୋ ଭିତରେ ଆନ୍ତରିକ ବାର୍ତ୍ତାଳାପ ଥାଏ, ନା ମୁଁ ବର୍ତ୍ତମାନରେ ଥାଏ। ମୋର ସେହି ସୁଇଚ୍ ଅନ୍ କିମ୍ବା ଅଫ୍ କ୍ଷମତା ନାହିଁ। କାହିଁକି? ମୋତେ ମୋର ସାଧନାରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ କି? ବହୁତ ଧନ୍ୟବାଦ ପ୍ରିୟ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ଆପଣଙ୍କୁ କିଛି କରିବାକୁ ପଡ଼ିବ ନାହିଁ, କାରଣ କିଛି କରାଯାଇପାରିବ ନାହିଁ। ଏହା କିଛି ସମୟ ପରେ ଆପଣଙ୍କ ସହିତ ସ୍ୱୟଂଚାଳିତ ଭାବରେ ଘଟିବ। ଧନ୍ୟବାଦ ଶ୍ରୀ ଭଗବାନ। ଚତୁର୍ଦ୍ଦଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଯେତେବେଳେ ମନ ଭୟ ଏବଂ ଦୁଃଖର ଗଭୀର ସ୍ଥିତିରେ ଥାଏ, ସେତେବେଳେ ସେଥିରୁ କିପରି ବାହାରି ହୁଏ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ଯଦି ଆପଣ କୌଣସି ଜିନିଷରୁ ବାହାରି ଆସିବାକୁ ଚାହୁଁଛନ୍ତି, ତେବେ ତାକୁ ଧରି ରଖିବାକୁ ଚେଷ୍ଟା କରନ୍ତୁ। ଭୟରୁ ପଳାୟନ କରନ୍ତୁ ନାହିଁ। ଧରାଯାଉ ଆପଣ ଏକ ଜଙ୍ଗଲକୁ ଯାଉଛନ୍ତି ଏବଂ ତାପରେ ସେଠାରେ ଏକ ବାଘ ଦେଖାଯିବ। ଏ ପାଖକୁ କିମ୍ବା ସେ ପାଖକୁ ବୁଲିବାକୁ ଚେଷ୍ଟା କରନ୍ତୁ ନାହିଁ, କିମ୍ବା ବାଘଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରନ୍ତୁ ନାହିଁ। ବାଘ ଆପଣଙ୍କ ଉପରକୁ ଝାମ୍ପ ମାରିବ। ସିଧା ବାଘକୁ ଦେଖନ୍ତୁ। ଆପଣଙ୍କ ଚେତନାରେ ବାଘଟା କ'ଣ ସେ ଜାଣେ କି? କୌଣସି ଅସୁବିଧା ନାହିଁ। ଆପଣ ଭିତରେ ଭୟକୁ ଦେଖନ୍ତୁ ବା ପ୍ରକାଶ କରନ୍ତୁ। ମୁହଁ ସାମ୍ନା କରି ବାଘକୁ ଦେଖନ୍ତୁ। ଆପଣ ଦେଖିବେ ସେ ବାଘ ଆପଣଙ୍କ କଡ଼ ଦେଇ ଚାଲିଯିବ। ଆପଣଙ୍କୁ ଆକ୍ରମଣ କରିବ ନାହିଁ, କିନ୍ତୁ
ତାର ଏକ ବହୁତ ବଡ଼ ଅହଙ୍କାର ଅଛି। କିନ୍ତୁ ଆପଣ ଭୟକୁ ଧରି ରଖନ୍ତୁ। ବାଘ ଆପଣଙ୍କୁ କିଛି କରିବ ନାହିଁ। ମୁଁ କିଛି ବନ ଅଧିକାରୀଙ୍କ ସହିତ କଥା ହୋଇଛି, ଯେଉଁମାନେ ମୋତେ କହିଥିଲେ ଯେ ଏପରି କ୍ଷେତ୍ରରେ ସେମାନେ ପ୍ରକୃତରେ କିପରି କାର୍ଯ୍ୟ କରନ୍ତି। ଆପଣଙ୍କ ସମସ୍ୟାଗୁଡ଼ିକ ପାଇଁ ସମାନ କଥା ପ୍ରଯୁଜ୍ୟ। ଭୟକୁ ଧରି ରଖନ୍ତୁ। ଏହି ଧରି ରଖିବା ଯାହା ଅଛି ତାହା ସହିତ ରହିବାକୁ ପ୍ରେରଣା ଦେବ। ଏହା ଭୟ ସହିତ ରହିବାକୁ ପ୍ରେରଣା ଦେବ, ଯାହା ଧରି ରଖିବା ଠାରୁ କିଛି ଭିନ୍ନ। ଏବଂ ତାପରେ ଭୟ ସହିତ ରହିବା ଭୟକୁ ଦେଖିବାର ପ୍ରେରଣା ଦେବ। ଏବଂ ଯଦି ଆପଣ ଭୟକୁ ଦେଖନ୍ତି, ଆପଣ ଭୟରୁ ମୁକ୍ତ ହୋଇଯିବେ। ଦେଖିବା ହେଉଛି ପ୍ରଥମ ପଦକ୍ଷେପ ଏବଂ ଶେଷ ପଦକ୍ଷେପ। ପ୍ରକୃତରେ ଏହା ପ୍ରଥମ ପଦକ୍ଷେପ ଏବଂ ଶେଷ ପଦକ୍ଷେପ, କିନ୍ତୁ ସେଠାରେ ପହଞ୍ଚିବା ପାଇଁ ଆପଣ ଏହି ପ୍ରକାର ଧରି ରଖିବା ସହିତ ଆରମ୍ଭ କରିବେ। କିନ୍ତୁ ଯଦି ଆପଣ ଏଥିରେ ଅଭ୍ୟସ୍ତ ହୋଇଯାଆନ୍ତି, ତେବେ ଆପଣ ତୁରନ୍ତ ଏହା କରିପାରିବେ। ନଚେତ୍ ଆପଣ ଧରି ରଖିବା ସହିତ ଆରମ୍ଭ କରିବେ। ଆପଣ ଭୟ କିମ୍ବା ଯାହା କିଛି ଅଛି ତାହାଠାରୁ ଦୌଡ଼ିବାକୁ ଚେଷ୍ଟା କରନ୍ତି। ଏହାକୁ ଧରି ରଖନ୍ତୁ। ଏହାକୁ ସତର୍କତାର ସହିତ ଧରି ରଖନ୍ତୁ। ଯଦି ଆପଣ ଏହା କରନ୍ତି, ତେବେ ଆପଣ ଧରି ରଖିବା ଆରମ୍ଭ କରନ୍ତି। କେବଳ ଧରି ରଖନ୍ତୁ, ଯେପରି ଆପଣ ଏକ ନବଜାତ ଶିଶୁକୁ ଧରି ରଖନ୍ତି। ଆପଣ ଉପରୁ ତଳକୁ ଡେଇଁବେ ନାହିଁ। ଆପଣଙ୍କୁ କେବଳ ସତର୍କତାର ସହିତ ଯାହା ଅଛି ତା ସହିତ ରହିବାକୁ ହେବ। ଏହା ମନରେ ଭୟ ସୃଷ୍ଟି କରିବା ବନ୍ଦ କରିଦେବ। ଏହା ସାପକୁ ଦେଖିବା ଏବଂ ଭୟରେ ଉପରକୁ ତଳକୁ ଡେଇଁବା ଭଳି। ଏବଂ ଏହା ପ୍ରକୃତରେ ଦେଖିବାକୁ ମିଳେ ଯେ ଏହା ଏକ ଦୌଡ଼ି। ଯେଉଁ ମୁହୂର୍ତ୍ତରେ ଆପଣ ଏହାକୁ ଦୌଡ଼ି ଦେଖନ୍ତି, ସମୟ ଓ କୌଣସି ପ୍ରୟାସ ବିନା ଭୟ ଚାଲିଯାଏ। ଏଠାରେ ମଧ୍ୟ ସମାନ ଘଟଣା ଘଟେ। ଆପଣ ପ୍ରକୃତରେ ଦେଖନ୍ତି ଭୟ ଚାଲିଯାଇଛି। ସମୟ ଲାଗେ ନାହିଁ। ଆପଣ ଦେଖୁନାହାନ୍ତି ବୋଲି ସମସ୍ୟା ଥିଲା। ଏବେ ଆପଣ ଦେଖୁଛନ୍ତି, ଆଉ କୌଣସି ସମସ୍ୟା ନାହିଁ। ଧନ୍ୟବାଦ ଶ୍ରୀ ଭଗବାନ। ପଞ୍ଚଦଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଦେଖିବା ଏବଂ ସଚେତନ ହେବା ମଧ୍ୟରେ କ'ଣ ପାର୍ଥକ୍ୟ ଅଛି? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। କିଛି ଘଟୁଛି। ଆପଣଙ୍କ ଭିତରେ କ'ଣ ଘଟୁଛି ଯଦି ଆପଣ ଦେଖୁଛନ୍ତି, ତାହା ହେଉଛି ଦେଖିବା। ଧରାଯାଉ ସେହି ଜିନିଷଟି ଶେଷ ହୋଇଗଲା ଏବଂ ତାପରେ ଆପଣ ତାହାକୁ ମନେ ପକାଇ ଦେଖୁଛନ୍ତି। ତାହା ଦେଖିବା ନୁହେଁ, ସଚେତନତା। ଧରାଯାଉ 10:05 ଘଟଣାଟି ଶେଷ ହୋଇଗଲା। 10:05 ପରେ ଯଦି ଆପଣ ତାହାକୁ ମନେ ପକାଇ ଦେଖୁଛନ୍ତି, ତାହା ସଚେତନତା ହୋଇଯାଏ। ଏହି ସଚେତନତାରେ ଆଉ କିଛି ଦେଖିବା ନାହିଁ। କିନ୍ତୁ ଯେତେବେଳେ ଏହା ଘଟୁଛି, ଯଦି ଆପଣ ଦେଖୁଛନ୍ତି, ଏହା ହେଉଛି ଦେଖିବା। ଧନ୍ୟବାଦ ଶ୍ରୀ ଭଗବାନ। ଷୋଡ଼ଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଏକ ଇଚ୍ଛାକୁ ପୂରଣ କରିବା ନିମନ୍ତେ କିପରି ଏହାକୁ ଏକ ଦୃଢ଼ ସଂକଳ୍ପରେ ପରିବର୍ତ୍ତିତ କରାଯାଇପାରିବ? ଶ୍ରୀ ଭଗବାନଙ୍କ ଉତ୍ତର। ଦେଖନ୍ତୁ, ଆମର ଏକ ସଚେତନ ମନ ରହିଛି, ଯେଉଁଠାରେ ଇଚ୍ଛା ସୃଷ୍ଟି ହୋଇଥାଏ। ଏହି ଇଚ୍ଛା ଏକ ସଂକଳ୍ପରେ ପରିବର୍ତ୍ତିତ ହୋଇଥାଏ ଯେତେବେଳେ ଏହା ଅବଚେତନ ମନ ମଧ୍ୟକୁ ଚାଲିଯାଇଥାଏ। ସେହି ସ୍ତରରେ ଏହାର ଶକ୍ତି ଅଧିକ ହୋଇଯାଏ, ମାତ୍ର ଏହା ଯଥେଷ୍ଟ ହୋଇନଥାଏ। ଯଦି ଆପଣ ଆହୁରି ଅଧିକ ଏକାଗ୍ର ହୋଇପାରନ୍ତି ଏବଂ ସଠିକ୍ ଭାବରେ ଚିନ୍ତନ କରିପାରନ୍ତି, ଯାହା କିଛି ବିଶ୍ରାମ ସହିତ ଯୁଗ୍ମ ଭାବରେ ରହିଥାଏ, ଏଭଳି କିଛି କୌଶଳ ରହିଛି, ତେବେ
ଏହା ଧୀରେ ଧୀରେ ଅଚେତନ ମନ ମଧ୍ୟକୁ ଚାଲି ଯାଇଥାଏ। ସଚେତନ ମନ ରହିଛି, ଏହାର ପ୍ରଚ୍ଛଦ ପଟରେ ଅବଚେତନ ମନ ରହିଛି, ଯାହା ଏକ କ୍ଷୁଦ୍ର ଅବୟବ ଅଟେ ଏବଂ ଏହାର ଆହୁରି ପରେ ଅଚେତନ ମନ ରହିଛି। ଆପଣଙ୍କର ସଚେତନ ମନ ଆପଣଙ୍କର ଅଟେ। ଅଚେତନ ମନ ସମସ୍ତଙ୍କର ଅଟେ, ସମ୍ପୂର୍ଣ୍ଣ ମାନବ ଜାତିର ଅଟେ। ସେଥିପାଇଁ ଆମେ ସାମୂହିକ ଅଚେତନ ଶବ୍ଦର ପ୍ରୟୋଗ କରିଥାଉ। ଏହା ବହୁତ ଭିନ୍ନ ଅଟେ, ଯାହା ସଚେତନ ମନଠାରୁ 20 ଲକ୍ଷ ଗୁଣ ଅଧିକ ଶକ୍ତିଶାଳୀ ଅଟେ, ଅବଚେତନ ମନଠାରୁ ନୁହେଁ। ଅବଚେତନ ଏତେ ଅଧିକ ଶକ୍ତିଶାଳୀ ନୁହେଁ। ଯଦିବା ଏହା ଶକ୍ତିଶାଳୀ, ଏହା ସେତେ ଅଧିକ ଶକ୍ତିଶାଳୀ ନୁହେଁ। ଯେତେବେଳେ ଆମେ 20 ଲକ୍ଷ ଗୁଣ ଅଧିକ ଶକ୍ତିଶାଳୀ ବୋଲି କହୁଛେ, ଏହା ସାମୂହିକ ଅଚେତନକୁ ବୁଝାଏ। ଏହା ପ୍ରାୟ ଈଶ୍ୱରଙ୍କ ଭଳି କାର୍ଯ୍ୟ କରେ, ସାମୂହିକ ଅଚେତନ। ତେଣୁ ଆପଣଙ୍କର ଏହି ଇଚ୍ଛା ଅଚେତନ ମଧ୍ୟକୁ ଗତି କରିବାର ଅଛି। ଥରେ ଏହା ଅଚେତନ ମଧ୍ୟକୁ ଚାଲିଗଲେ କାର୍ଯ୍ୟଗୁଡ଼ିକ ଆପେ ଆପେ ହେବାକୁ ଲାଗିବ। ଆପଣ ସଠିକ୍ ଲୋକମାନଙ୍କୁ ସଠିକ୍ ସମ୍ଭାବନା ଗୁଡ଼ିକୁ ଭେଟିବା ଆରମ୍ଭ କରିବେ। ଆପଣଙ୍କ ନିମନ୍ତେ ସବୁକିଛି ଘଟିବା ଆରମ୍ଭ ହେବ। ଏହା ହେଉଛି ସାମୂହିକ ଅଚେତନ। ଏହା ଆପଣଙ୍କୁ ଏବଂ ଅନ୍ୟ ବ୍ୟକ୍ତିଙ୍କୁ ଏକାଠି କରିବ। ଏହା ସମସ୍ତ ସଂଯୋଗକୁ ଧାରଣ କରିଛି। ଏଥିରେ ବିଶାଳ ଶକ୍ତି ଭରି ରହିଛି। ଏହା ହେଉଛି ସାମୂହିକ ଅଚେତନ। ଆମେ ବେଳେବେଳେ ଚେତାଶୂନ୍ୟ ହୋଇଗଲେ ଯେପରି ଆମେ କହୁ ଯେ ସେ ଅଚେତ ହୋଇଯାଇଛନ୍ତି। ଏହା ତାହା ନୁହେଁ। ଆମେ ଏଠାରେ ସାମୂହିକ ଅଚେତନ ସମ୍ପର୍କରେ କଥା ହେଉଛେ। ଯେଉଁ ଅଚେତନ ବିଷୟରେ ଆମେ କଥା ହେଉଛେ, ତାହା ହେଉଛି ସାମୂହିକ। ଏହା ନୁହେଁ ଯେ ଆମେ ଜଣଙ୍କୁ ତଳେ ପକାଇଦେବା ଏବଂ କହିବା ଯେ ସେ ଅଚେତନ ଅବସ୍ଥାରେ ଅଛନ୍ତି। ଆପଣଙ୍କୁ ସେଠାରେ ପହଞ୍ଚିବାକୁ ହେବ। କିଛି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା, କିଛି ସାଧନା କରିବା ଦ୍ୱାରା ଆପଣ ଏହାକୁ ଅଚେତନ ମଧ୍ୟକୁ ପ୍ରେରିତ କରିପାରିବେ। ଥରେ ଏହା ସେଠାରେ ପହଞ୍ଚିଗଲେ ଏହା ଘଟିବାକୁ ଆରମ୍ଭ ହେବ। ଅନେକ ବର୍ଷ ପୂର୍ବରୁ ମୁଁ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲି, ଯିଏ ଟଙ୍କା ପାଇଁ ବ୍ୟାକୁଳ ଥିଲେ। ତାଙ୍କୁ ନିଜର 2 ଭଉଣୀଙ୍କର ବିବାହ କରାଇବାର ଥିଲା, ମାତ୍ର ତାଙ୍କ ନିକଟରେ ଟଙ୍କା ନଥିଲା। ସେ ନିୟମିତ ଭାବରେ ଜପ କରୁଥିଲେ। ଦିନେ ମୁଁ ତାଙ୍କୁ କହିଲି ଯେ ଯଦି ମୁଁ ତୁମକୁ କିଛି କହିବି, ତେବେ କ'ଣ ତୁମକୁ ଖରାପ ଲାଗିବ? ସେ କହିଲେ, ନା, ଆପଣ ମୋର ହିତାକାଂକ୍ଷୀ ଅଟନ୍ତି, ତେଣୁ ମୋତେ ଖରାପ ଲାଗିବ ନାହିଁ। ସେ ନିଜର ଜପମାଳା ବ୍ୟବହାର କରି ପ୍ରତିଦିନ ଜପ କରୁଥିଲେ। ମୁଁ ତାଙ୍କୁ ପଚାରିଲି, କ'ଣ ଏହାଦ୍ୱାରା ତୁମକୁ କିଛି ଲାଭ ମିଳିଛି? ସେ କହିଲେ, ନାହିଁ, ମୁଁ ଅନେକ ବର୍ଷ ଧରି ଜପ କରୁଛି, କିନ୍ତୁ କିଛି ହୋଇନାହିଁ, ବରଂ ମୋର ସ୍ଥିତି ଆହୁରି ଖରାପ ହୋଇଯାଇଛି। ମୁଁ ତାଙ୍କୁ କହିଲି, ଠିକ୍ ଅଛି, ଏବେ ମୋର କଥା ମାନି ଏବେ 2-3 ମାସ ପର୍ଯ୍ୟନ୍ତ ସେପରି ଜପ କର, ମାତ୍ର ଗୋଟିଏ ଶବ୍ଦର ଜପ କର। ତାମିଲରେ ଏହା ଥିଲା ପଣମ, ଯାହାର ଅର୍ଥ ହେଉଛି ଟଙ୍କା। ଟଙ୍କା, ଟଙ୍କା, ଟଙ୍କା ଏପରି ଜପ କର। ସେ ମୋର ଏହି କଥାକୁ ଗମ୍ଭୀରତାର ସହିତ ଗ୍ରହଣ କରିଲେ ଏବଂ ଜପ କରିଲେ। ଗୋଟିଏ ମାସ ଭିତରେ ହିଁ ତାଙ୍କର କମ୍ପାନୀରେ କିଛି ପରିବର୍ତ୍ତନ ଆସିଲା ଏବଂ ତାଙ୍କୁ ପ୍ରଚୁର ବାକି ରହିଥିବା ଟଙ୍କା ମିଳିଗଲା। ତାଙ୍କର ଭଉଣୀମାନଙ୍କର ବିବାହ ନିମନ୍ତେ ଯଥେଷ୍ଟ ଟଙ୍କା ମିଳିଗଲା। ଯେଉଁ ସ୍ଥାନରୁ ଟଙ୍କା ମିଳିବାର କୌଣସି ସମ୍ଭାବନା ନଥିଲା, ସେଠାରୁ ଟଙ୍କା ଆସିଗଲା। ସେ କେବଳ ଯାନ୍ତ୍ରିକ ଭାବରେ ପଣମ ପଣମ ଜପ କରି ଚାଲିଲେ, ମାତ୍ର କେଉଁଠି ନା କେଉଁଠି ଏହା ଅଚେତନ ମଧ୍ୟକୁ ପ୍ରବେଶ କରିଲା। ଅଚେତନ ଏହାକୁ ବୁଝାଗଲା ଯେ ତାଙ୍କୁ ଟଙ୍କା ଆବଶ୍ୟକ। ଅଚେତନ ବହୁତ ଶକ୍ତିଶାଳୀ ଅଟେ। ସେ ସମସ୍ତ ବ୍ୟବସ୍ଥା କରିଲା ଏବଂ ତାଙ୍କୁ ଟଙ୍କା ମିଳିଗଲା। ତେଣୁ ପ୍ରଶ୍ନ ଏହା ଯେ
ଆପଣ ଅଚେତନକୁ କେଉଁ ବାର୍ତ୍ତା ପ୍ରେରଣ କରୁଛନ୍ତି। ଯଦି ଆପଣ ନକାରାତ୍ମକ ଭାବନା ଗୁଡ଼ିକ ପ୍ରବେଶ କରାଇବେ ତେବେ ତାହା ହିଁ ହେବ। ତେଣୁ ଯାତ୍ରା ଏହିପରି ଯେ ପ୍ରଥମେ ଚେତନରୁ ଅବଚେତନ ଏବଂ ଏହାପରେ ଅଚେତନକୁ ଯିବାର ଅଛି। ସେଠାରେ ଅପାର ଶକ୍ତି ରହିଛି, ମାତ୍ର ଆପଣଙ୍କୁ ଏହାକୁ ସଠିକ୍ ଭାବରେ କରିବାକୁ ହେବ। ଯଦି ଏଥିରେ ଆପଣ କିଛି ତ୍ରୁଟି କରିବେ ତେବେ ଆପଣ ଅସୁବିଧାରେ ପଡ଼ିବେ। ନିଃସନ୍ଦେହରେ ଯଦି ଆପଣ ଜଣେ ଆଧ୍ୟାତ୍ମିକ ସାଧକ ଅଟନ୍ତି ତେବେ ଅଚେତନ ଠାରୁ ମଧ୍ୟ ଆହୁରି ଆଗରେ ଅତିଚେତନ ଅର୍ଥାତ୍ ସୁପର କନସସ୍ ରହିଛି, ଯାହା ଏହାଠାରୁ ମଧ୍ୟରେ ଆହୁରି ଅଧିକ ଶକ୍ତିଶାଳୀ ଅଟେ। ଏହାଠାରୁ ଆହୁରି ଆଗରେ ଈଶ୍ୱର ତତ୍ତ୍ୱ ରହିଛି, ଯାହାକୁ ଆମେ ଈଶ୍ୱର ବୋଲି କହୁ। ମାତ୍ର ନିଜର ଅଚେତନକୁ ସଠିକ୍ ଭାବରେ ପ୍ରଶିକ୍ଷିତ କରି ଆପଣ ଆରମ୍ଭ କରିପାରିବେ। ଆପଣ କିପରି ଚିନ୍ତା କରନ୍ତି, କିପରି ଶବ୍ଦର ପ୍ରୟୋଗ କରନ୍ତି, କିପରି କର୍ମ କରନ୍ତି, ଧୀରେ ଧୀରେ ତାହା ଅବଚେତନରେ ପ୍ରବେଶ କରିବ ଏବଂ ପରେ ଅଚେତନରେ ପ୍ରବେଶ କରିବ। ସେଠାରେ ଏହା ଦୃଢ଼ ଭାବରେ ଅବସ୍ଥାପିତ ହୋଇଯିବ। ମୁଁ ପୂର୍ବରୁ ମଧ୍ୟ କିଛି ନକାରାତ୍ମକ ଲୋକମାନଙ୍କର ଉଦାହରଣ ଦେଇଛି, କିପରି ସେମାନେ ସବୁକିଛି ହରାଇଲେ ଏବଂ କିପରି ଆମେ ବିଚାରକୁ ପରିବର୍ତ୍ତନ କରିଲୁ, ଏପରିକି ସେମାନଙ୍କ ଘରେ ଥିବା ଫଟୋଚିତ୍ରକୁ ବଦଳାଇଲୁ ଏବଂ ଏହାପରେ ସେମାନଙ୍କର ଜୀବନରେ ପରିବର୍ତ୍ତନ ଆସିଲା। ଧନ୍ୟବାଦ ଶ୍ରୀ ଭଗବାନ। ସପ୍ତଦଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଯେଉଁପରି ଭାବରେ ମନୁଷ୍ୟମାନେ ଈଶ୍ୱରଙ୍କ ଠାରୁ ଏବଂ ଅନ୍ୟମାନଙ୍କ ଠାରୁ ପ୍ରେମ ଆଶା କରନ୍ତି, ସେହିପରି ଭାବରେ ଈଶ୍ୱର କ'ଣ ମନୁଷ୍ୟମାନଙ୍କ ଠାରୁ ପ୍ରେମ ଆଶା କରନ୍ତି? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ହଁ, ଈଶ୍ୱର ମନୁଷ୍ୟମାନଙ୍କ ଠାରୁ ବହୁତ ପ୍ରେମ ଆଶା କରନ୍ତି। ଏହା ଏକ ଦୁଇତରଫା ଟ୍ରାଫିକ୍। ଆପଣ ପ୍ରେମ ଆଶା କରୁଛନ୍ତି। ଆପଣଙ୍କର ଈଶ୍ୱର ଯିଏ ହୁଅନ୍ତୁ ନା କାହିଁକି, ସେ ମଧ୍ୟ ପ୍ରେମ ଆଶା କରନ୍ତି। ଏହି ବ୍ରହ୍ମାଣ୍ଡ ନିଜେ ମଧ୍ୟ ପ୍ରେମ ଆଶା କରେ। ଧନ୍ୟବାଦ ଶ୍ରୀ ଭଗବାନ। ଅଷ୍ଟାଦଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ହୃଦୟ ପୁଷ୍ପିତ ହୋଇଛି ବୋଲି ମୁଁ କେମିତି ଜାଣିପାରିବି? ଏହାର ସୂଚକ ଓ ଭିନ୍ନତା କ'ଣ, ଯାହାକୁ ମୁଁ ଚାରିଆଡ଼େ ଦେଖିପାରିବି? ଧନ୍ୟବାଦ ପ୍ରିୟ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ଆପଣ କିଛି ଦେଖିବା ଆବଶ୍ୟକ ନାହିଁ। ଆପଣ କେବଳ ଏହାକୁ ଜାଣନ୍ତୁ। ଆପଣଙ୍କ ପାଟି ଭିତରେ ଯଦି ଚିନି ଥାଏ, ଆପଣ ତାହା ଜାଣିପାରନ୍ତି। ସେହିପରି ଜୀବନ ବହୁତ ଭିନ୍ନ ଦେଖାଯିବ। ଆପଣ ଜାଣିବେ ଯେ ହୃଦୟ ପୁଷ୍ପିତ ହୋଇଛି। ଧନ୍ୟବାଦ ଶ୍ରୀ ଭଗବାନ। ଶେଷ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଶ୍ରୀ ଭଗବାନ, ଆପଣଙ୍କର ଏକ ମହାବାକ୍ୟ ହେଉଛି, ପ୍ରେମ ହେଉଛି ମୋ ରାଜ୍ୟରେ ପ୍ରବେଶ କରିବାର ଚାବିକାଠି। କିନ୍ତୁ ସମସ୍ତ ପ୍ରକ୍ରିୟା ପରେ ମୁଁ ଏହା ଦେଖି ବହୁତ ଦୁଃଖିତ ଯେ ଯାହା ଅଛି ତାହା କେବଳ ମୋର ଭାବ ଏବଂ ପ୍ରେମ ନୁହେଁ। ମୁଁ ଯାହା ପ୍ରେମ ବୋଲି ଭାବୁଛି ତାହା ପ୍ରେମ ନୁହେଁ, ତାହା କେବଳ ମାୟା। ମହାବାକ୍ୟରେ ଉଲ୍ଲେଖ ଥିବା ପ୍ରେମ ମୋର ନାହିଁ। ଆପଣଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ମୋତେ କ'ଣ କରିବାକୁ ପଡ଼ିବ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ଆପଣ କିଛି କରିବାର ଆବଶ୍ୟକତା ନାହିଁ। ମୁଁ ଆପଣଙ୍କୁ ଆଶୀର୍ବାଦ କରୁଛି, ଆପଣ ସେଠାରେ ପହଞ୍ଚିଯିବେ। ଧନ୍ୟବାଦ ଶ୍ରୀ ଭଗବାନ। ମୁକ୍ତିମୋକ୍ଷ କ୍ଲାସ୍ରେ ଆମକୁ ଏହି ଦିବ୍ୟ ଜ୍ଞାନ ପ୍ରଦାନ କରିଥିବାରୁ ଆମେ ଜ୍ଞାନ ପ୍ରଦାତା ଶ୍ରୀ ଭଗବାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଓ
କୋଟି କୋଟି ଧନ୍ୟବାଦ ଜଣାଉଛୁ।